ଯେତେବେଳେ ଆମେ ନିଜକୁ ଓଡ଼ିଆ ବୋଲି କହୁ, କେବେ ଭାବିଛନ୍ତି ଏହି ଶବ୍ଦଟି ପ୍ରକୃତରେ କେଉଁଠୁ ଆସିଲା? ଏହା କେବଳ ଗୋଟିଏ ଶବ୍ଦ ନୁହେଁ, ଏହା ପଛରେ ଅଛି ହଜାର ହଜାର ବର୍ଷର ଏକ ବିଶାଳ କାହାଣୀ, ଅନେକ ସଭ୍ୟତାର ଏକ ମିଶ୍ରଣ। ତେବେ ଆସନ୍ତୁ ଆଜି ସେହି କାହାଣୀର ଗଭୀରକୁ ଯିବା ଆଉ ଦେଖିବା ଆମ ପରିଚୟର ମୂଳ କେଉଁଠି ଅଛି। ସତରେ ଗୋଟେ ଜାତିର କାହାଣୀ, ତାର ଆରମ୍ଭ କେଉଁଠୁ? ଏହା କ'ଣ ଗୋଟେ ନିର୍ଦ୍ଦିଷ୍ଟ ଦିନରୁ ଆରମ୍ଭ ହୁଏ, ନା ଏହାର ମୂଳ ଆହୁରି ଗଭୀରରେ ଥାଏ? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ହିଁ ଆମେ ଆଜି ଏକାଠି ହୋଇଛେ। ଚଲନ୍ତୁ ଏକାଠି ଏହି ଯାତ୍ରା ଆରମ୍ଭ କରିବା। ତେବେ ଗୋଟେ କଥା ଆଗରୁ ସ୍ପଷ୍ଟ କରିଦେବା ଭଲ। ଓଡ଼ିଆ ପରିଚୟର କାହାଣୀଟା କୌଣସି ସିଧାସଳଖ ରାସ୍ତା ଭଳି ନୁହେଁ। ଏହାକୁ ଆମେ ଗୋଟେ ବଡ଼ ଚାଦର କିମ୍ବା ଗୋଟେ ସୁନ୍ଦର ପଟ୍ଟଚିତ୍ର ସହ ତୁଳନା କରିପାରିବା, ଯେଉଁଠି ଅନେକ ରଙ୍ଗର ସୂତା, ଅନେକ ଛୋଟ ଛୋଟ କାହାଣୀ ମିଶିକି ଗୋଟେ ସମ୍ପୂର୍ଣ୍ଣ ଚିତ୍ର ତିଆରି କରନ୍ତି। ଆଉ ପ୍ରତ୍ୟେକ ସୂତାର ନିଜର ଏକ ଅଲଗା କାହାଣୀ ଅଛି। ଆସନ୍ତୁ ସେ ସୂତାଗୁଡ଼ିକୁ ଗୋଟି ଗୋଟି କରି ଖୋଲିବା। ଆମର ଏହି ବୁଣା କାମର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଉ ପ୍ରଥମ ସୂତା, ତାର ନାଁ ହେଉଛି ଓଡ୍ର। ହଁ, ଏଇ ଗୋଟିଏ ଶବ୍ଦରୁ ହିଁ ଆମର ଆଜିର ଓଡ଼ିଶା ଆଉ ଓଡ଼ିଆ ପରିଚୟର ମୂଳଦୁଆ ପଡ଼ିଥିଲା। ଏଇଠୁ ହିଁ ସବୁକିଛି ଆରମ୍ଭ। ତେବେ ଏ ଓଡ୍ରମାନେ ଥିଲେ କିଏ? ସେମାନେ ଥିଲେ ଏକ ପ୍ରାଚୀନ କୃଷିଭିତ୍ତିକ ସମ୍ପ୍ରଦାୟ। ମାନେ, ସେମାନଙ୍କର ଜୀବନ ମାଟି ସହିତ ବନ୍ଧା ଥିଲା। କିନ୍ତୁ ସବୁଠୁ ବଡ଼ କଥା କ'ଣ ଜାଣନ୍ତି? ସେମାନଙ୍କର ନାଁ ଓଡ୍ରରୁ ହିଁ ଆମର ଆଜିର ପରିଚୟ, ଆମର ଓଡ଼ିଶା ଏବଂ ଓଡ଼ିଆ ଶବ୍ଦ ସିଧାସଳଖ ଆସିଛି। ଏଇଟା ହିଁ ଆମର ମୂଳ। ଆଉ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଓଡ୍ରମାନଙ୍କ କଥା ଆମ ପ୍ରାଚୀନ ମହାକାବ୍ୟ ମହାଭାରତରେ ବି ଲେଖା ଅଛି। ଏତିକି ନୁହେଁ, ସୁଦୂର ଗ୍ରୀସର ଲେଖକ ପ୍ଲିନି ଦି ଏଲ୍ଡର ମଧ୍ୟ ତାଙ୍କ ଲେଖାରେ ଏମାନଙ୍କୁ ଓରେଟିସ୍ ବୋଲି କହିଛନ୍ତି। ଆଉ ସେମାନଙ୍କ ମୁଖ୍ୟ ପରିଚୟ ଥିଲା କ'ଣ? ନଦୀ କୂଳର ଉର୍ବର ମାଟିରେ ଧାନ ଚାଷ, ଯାହା ଆଜି ବି ଆମ ସଂସ୍କୃତିର ମେରୁଦଣ୍ଡ। ତେବେ ଓଡ୍ରଙ୍କ କଥା ତ ଜାଣିଲେ, ଯେଉଁମାନେ ମାଟିର ଲୋକ ଥିଲେ। କିନ୍ତୁ ଆମ କାହାଣୀର ଆଉ ଗୋଟେ ବଡ଼ ଅଂଶ ସମୁଦ୍ର ସହିତ ଯୋଡ଼ା। ଏବେ ଆମେ କଥା ହେବା କଳିଙ୍ଗ ବିଷୟରେ। ଏକ ଏମିତି ସାମ୍ରାଜ୍ୟ ଯାହାର ଶକ୍ତିର ଗର୍ଜନ ସମୁଦ୍ରର ଲହଡ଼ିରେ ଶୁଭୁଥିଲା। ବୁଝିଲେ, କଳିଙ୍ଗ କେବଳ ଗୋଟେ ରାଜ୍ୟ ନଥିଲା, ଏହା ଥିଲା ସେ ସମୟର ଏକ ସାମୁଦ୍ରିକ ସୁପର ପାୱାର। ଟିକେ ଭାବି ଦେଖନ୍ତୁ ତ, ହଜାର ହଜାର ବର୍ଷ ତଳେ, ଯେତେବେଳେ ଆଜି ଭଳି ଟେକ୍ନୋଲୋଜି ନଥିଲା, ସେତେବେଳେ କଳିଙ୍ଗର ବଡ଼ ବଡ଼ ଜାହାଜ ସମୁଦ୍ରର ଛାତି ଚିରି ଦକ୍ଷିଣ ପୂର୍ବ ଏସିଆ ଯାଇ ଯାଉଥିଲା ବେପାର କରିବାକୁ। ଏଥିରୁ ହିଁ ଜଣାପଡ଼େ ସେମାନଙ୍କର ସାହସ ଆଉ ଦକ୍ଷତା କେତେ ଥିଲା। ଆଉ ଏହାର ସାମ୍ରାଜ୍ୟ କେତେ ବଡ଼ ଥିଲା ଜାଣନ୍ତି? ଉତ୍ତରରେ ଗଙ୍ଗା ନଦୀରୁ ଆରମ୍ଭ କରି ଦକ୍ଷିଣରେ ଗୋଦାବରୀ ଯାଏଁ ଏତେ ବଡ଼ ଥିଲା କଳିଙ୍ଗ। ସେଥିପାଇଁ ତ ମହାଭାରତରେ ବି କଳିଙ୍ଗର କଥା ଅଛି, ଆଉ ବୌଦ୍ଧ ଧର୍ମର ବଡ଼ ବଡ଼ ଗ୍ରନ୍ଥରେ ବି। ଏଥିରୁ ସ୍ପଷ୍ଟ ଯେ କଳିଙ୍ଗ ସେତେବେଳର ଏକ ବହୁତ ବଡ଼ ଶକ୍ତି ଥିଲା। ଆମ କାହାଣୀରେ ମାଟି କଥା ଆସିଲା, ସମୁଦ୍ର କଥା ବି ଆସିଲା। ଏବେ ପାଳି ହେଉଛି କଳା, ସଂସ୍କୃତିର। ଏବେ ଆସନ୍ତୁ କଥା ହେବା ଆମ କାହାଣୀର ତୃତୀୟ ସୂତା ବିଷୟରେ, ଉତ୍କଳ। ଏମିତି ଏକ ନାଁ ଯାହା ପଥରକୁ ବି କଥା କୁହାଇପାରେ। ଜାଣନ୍ତି, ଉତ୍କଳ ଶବ୍ଦର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଉତ୍କୃଷ୍ଟ କଳାର ଦେଶ। ନାଁରୁ ହିଁ ଜଣାପଡ଼ୁଛି ଏହାର ପରିଚୟ। ଏହା କେବଳ ଏକ ଜାଗାର ନାଁ ନଥିଲା, ଏହା ଥିଲା ଏକ ଗୌରବର ପରିଚୟ। ଏହି ନାଁ ସେହି ମାଟିର ମହାନ କାରିଗର ଆଉ ଶିଳ୍ପୀମାନଙ୍କ ପାଇଁ ଥିଲା, ଯେଉଁମାନଙ୍କ ହାତରେ ଯାଦୁ ଥିଲା। ଦେଖନ୍ତୁ, ଏହି କଥାଟି କେତେ ସୁନ୍ଦର ଭାବରେ ସବୁକିଛି ବୁଝାଇ ଦେଉଛି। ଉତ୍କଳ କେବଳ ମାନଚିତ୍ରରେ ଥିବା ଗୋଟେ ଜାଗା ନଥିଲା, ଏହା ଲୋକଙ୍କର ଏକ ସାଂସ୍କୃତିକ ପରିଚୟ ହୋଇଯାଇଥିଲା। ଏକ ଏମିତି ଐତିହ୍ୟ ଯାହା ସମସ୍ତଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖୁଥିଲା। ତେବେ ମୋଟାମୋଟି ଭାବେ ଦେଖିଲେ କ'ଣ ହେଲା? ଓଡ୍ର, ଯେଉଁମାନେ ଥିଲେ କୃଷକ; କଳିଙ୍ଗ, ଯେଉଁମାନେ ଥିଲେ ସାମୁଦ୍ରିକ ବ୍ୟବସାୟୀ; ଆଉ ଉତ୍କଳ, ଯେଉଁମାନେ ଥିଲେ ମହାନ କାରିଗର। ଏ ତିନିଜଣ ମିଶି ଆମ ପରିଚୟର ମୂଳଦ୍ୱାର ତିଆରି କଲେ। କିନ୍ତୁ କାହାଣୀ କ'ଣ ଏତିକିରେ ସରିଗଲା? ନା, ବିଲକୁଲ ନୁହେଁ। କାହାଣୀ ଏଇଠି ସରେନି, ବରଂ ଏଇଠୁ ଆହୁରି ଗଭୀରକୁ ଯାଏ। କାରଣ ଏହି ବଡ଼ ବଡ଼ ରାଜ୍ୟ ଗଢ଼ି ଉଠିବା ଆଗରୁ ବି ଏହି ମାଟିରେ ଲୋକ ରହୁଥିଲେ। ସେମାନେ କିଏ ଥିଲେ? ଏବେ ଆମକୁ ସମୟରେ ଆହୁରି ପଛକୁ ଯିବାକୁ ପଡ଼ିବ। ଆସନ୍ତୁ ଏବେ ଆମେ ସେହି ମୂଳଦୁଆ ବିଷୟରେ କଥା ହେବା, ଯାହା ଉପରେ ଓଡ୍ର, କଳିଙ୍ଗ ଆଉ ଉତ୍କଳର ଏତେ ବଡ଼ ସାମ୍ରାଜ୍ୟ ଠିଆ ହୋଇଥିଲା। ଏମାନେ ହେଉଛନ୍ତି ଏହି ମାଟିର ପ୍ରକୃତ ଆଦିମ ଅଧିବାସୀ, ଏଠାକାର ଆଦିବାସୀ ସମ୍ପ୍ରଦାୟ। ଏଇ ଟାଇମ୍ ଲାଇନ୍କୁ ଟିକେ ଦେଖନ୍ତୁ। ଏଇଟା ଆମକୁ ଲକ୍ଷ ଲକ୍ଷ ବର୍ଷ ପଛକୁ ନେଇଯାଉଛି, ପ୍ରସ୍ତର ଯୁଗକୁ। ସେହି ସମୟରୁ ହିଁ ଏହି ମାଟିରେ ମଣିଷ ରହିବାର ପ୍ରମାଣ ମିଳିଛି। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଲା
ଓଡ୍ର କଳିଙ୍ଗ କିମ୍ବା ଉତ୍କଳର କାହାଣୀ ଆରମ୍ଭ ହେବାର ବହୁତ ଆଗରୁ ଏ ମାଟିର ପ୍ରକୃତ ମୂଳଦୁଆ ଏଠାକାର ଆଦିବାସୀ ସଂସ୍କୃତି ଦ୍ୱାରା ହିଁ ପଡ଼ିସାରିଥିଲା। ଆଉ ଏହି ମୂଳଦୁଆରେ ଥିଲେ ଅନେକ ଆଦିବାସୀ ସମ୍ପ୍ରଦାୟ, ଯେମିତିକି ମୁଣ୍ଡା ଭାଷା କହୁଥିବା ସାନ୍ଥାଳ ଆଉ ଶବର, ଆଉ ଦ୍ରାବିଡ଼ ଭାଷା କହୁଥିବା କନ୍ଧ ଆଉ ଗଣ୍ଡ। ଟିକେ ଭାବନ୍ତୁ, ଗୋଟିଏ ଜାଗାରେ ଦୁଇଟି ଅଲଗା ଅଲଗା ଭାଷା ପରିବାରର ଲୋକ। ଏଇଥିରୁ ହିଁ ଜଣାପଡ଼ୁଛି ଯେ ଆମ ମାଟି ଆରମ୍ଭରୁ କେତେ ବିବିଧତାପୂର୍ଣ୍ଣ ଥିଲା। ଏମାନେ ହିଁ ହଜାର ହଜାର ବର୍ଷ ଧରି ଆମ ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି। ହାଉ ତେବେ ଏବେ ମୁଖ୍ୟ ପ୍ରଶ୍ନ, ଏତେଗୁଡ଼େ ଅଲଗା ଅଲଗା ଗୋଷ୍ଠୀ, ଓଡ୍ର, କଳିଙ୍ଗ, ଉତ୍କଳ ଆଉ ଏତେ ସାରେ ଆଦିବାସୀ ସମ୍ପ୍ରଦାୟ, ଏମାନେ ସବୁ ମିଶି ଗୋଟିଏ ଓଡ଼ିଆ ପରିଚୟ କେମିତି ତିଆରି କଲେ? ଏଇ ମିଶ୍ରଣର ପ୍ରକ୍ରିୟାଟା କ'ଣ ଥିଲା? ଚାଲନ୍ତୁ ଦେଖିବା। ଦେଖନ୍ତୁ, ଏଇ ମିଶ୍ରଣଟା କିନ୍ତୁ ଗୋଟେ ରାତିରେ ହୋଇନଥିଲା। ଏଥିପାଇଁ ହଜାର ହଜାର ବର୍ଷ ଲାଗିଥିଲା। ପ୍ରଥମ ପାହାଚରେ ଓଡ୍ର, କଳିଙ୍ଗ ଆଉ ଉତ୍କଳ ନିଜ ନିଜର ଶକ୍ତିଶାଳୀ ପରିଚୟ ତିଆରି କଲେ। ଦ୍ୱିତୀୟ ପାହାଚରେ ଆଦିବାସୀ ସମ୍ପ୍ରଦାୟମାନେ ସେମାନଙ୍କର ପୁରୁଣା ପରମ୍ପରା ଆଉ ଭାଷା ଏଥିରେ ମିଶାଇଲେ। ତାପରେ ଏଇସବୁ ଛୋଟ ଛୋଟ ଝରଣା ମିଶି ଗୋଟେ ବଡ଼ ନଦୀ ତିଆରି କଲେ, ଯାହା ଥିଲା ଆମର ପ୍ରାଥମିକ ଓଡ଼ିଆ ଭାଷା। ଆଉ ଏଇ ଭାଷା ହିଁ ସମସ୍ତଙ୍କୁ ଏକାଠି କଲା। ଆଉ ଶେଷରେ ମଧ୍ୟଯୁଗ ଆସିଲା ବେଳକୁ ଏକ ନୂଆ, ଶକ୍ତିଶାଳୀ ଆଉ ସମୃଦ୍ଧ ଓଡ଼ିଆ ପରିଚୟ ଜନ୍ମ ନେଲା। ତେବେ ଏ ସବୁ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ, ଆମର ଓଡ଼ିଆ ପରିଚୟ କୌଣସି ଗୋଟିଏ ଜାଗାରୁ ଆସିନାହିଁ। ଏହା ହେଉଛି ଅନେକ ନଦୀର ସଙ୍ଗମ, ଅନେକ ସଂସ୍କୃତି, ପରମ୍ପରା ଆଉ ଲୋକଙ୍କର ଏକ ସୁନ୍ଦର ମିଳନ। ଶେଷରେ ଗୋଟିଏ ପ୍ରଶ୍ନ ମନକୁ ଆସୁଛି, ଯଦି ଓଡ଼ିଆ ପରିଚୟ ଏତେଗୁଡ଼ିଏ କାହାଣୀର ଏକ ମିଶ୍ରଣ, ଏକ ସୁନ୍ଦର ମୋଜାଇକ୍, ତେବେ ଆମ ଚାରିପାଖରେ ଥିବା ଅନ୍ୟ ପରିଚୟଗୁଡ଼ିକର କାହାଣୀ କ'ଣ ଏମିତି ହୋଇନଥିବ? ହୁଏତ ପ୍ରତ୍ୟେକ ପରିଚୟ ପଛରେ ଏମିତି ହିଁ ଅନେକ କାହାଣୀ ଲୁଚି ରହିଛି। ଆମକୁ ବାସ୍ ସେଗୁଡ଼ିକୁ ଖୋଜିବାର ଅଛି। ଏ ବିଷୟରେ ଟିକେ ଭାବିବେ ନିଶ୍ଚୟ। ଆସନ୍ତୁ ସମୟ ଭିତରକୁ ଯାତ୍ରା କରିବା, ପ୍ରାଚୀନ ଓଡ଼ିଶାର କାହାଣୀକୁ ବୁଝିବାକୁ। ଏହି ଆଲୋଚନାରେ ଆମେ ତାର ଗୌରବମୟ ଇତିହାସ ଓ ସାଂସ୍କୃତିକ ଐତିହ୍ୟର ଗଭୀରତାକୁ ଛୁଇଁବାକୁ ଚେଷ୍ଟା କରିବା। ତେବେ ଆମ ଆଲୋଚନାର ମୂଳ ପ୍ରଶ୍ନ ହେଉଛି ଏଇଆ, ଆସନ୍ତୁ ଦେଖିବା କେମିତି ଭାରତର ପୂର୍ବ ଉପକୂଳରେ ଗୋଟେ ପରେ ଗୋଟେ ରାଜ୍ୟ ଗଢ଼ିହେଲା ଆଉ ଭାଙ୍ଗିଗଲା, ଆଉ ସେହି ସବୁ ଭିତରୁ ହିଁ ଜନ୍ମନେଲା ଏକ ସମ୍ପୂର୍ଣ୍ଣ ନିଆରା ସାଂସ୍କୃତିକ ପରିଚୟ। ଆମ କାହାଣୀର ଆରମ୍ଭ ହେଉଛି କଳିଙ୍ଗର। ଏମିତି ଏକ ନାଁ ଯାହା ବହୁତ ଆଗରୁ ଶକ୍ତି ଆଉ ଏକ ସ୍ୱତନ୍ତ୍ର ପରିଚୟର ପ୍ରତୀକ ପାଲଟି ସାରିଥିଲା। ଐତିହାସିକ ତଥ୍ୟ ଅନୁସାରେ କଳିଙ୍ଗ କେବଳ ଗୋଟେ ଜାଗା ନଥିଲା, ବରଂ ଏହା ଥିଲା ଏକ ବଡ଼ ରାଜନୈତିକ ଆଉ ସାଂସ୍କୃତିକ ଶକ୍ତି। ଏହାର ଉଲ୍ଲେଖ ମହାଭାରତ ଭଳି ମହାକାବ୍ୟରେ ବି ଦେଖିବାକୁ ମିଳେ। ତେବେ କଳିଙ୍ଗ ଏତେ ଶକ୍ତିଶାଳୀ କେମିତି ହେଲା? ଏହାର ମୂଳରେ ଥିଲା କିଛି ମୁଖ୍ୟ କାରଣ। ଗୋଟେ ପଟେ ସମୁଦ୍ରପାରି ବାଣିଜ୍ୟ, ଆରପଟେ ସମୃଦ୍ଧ କୃଷି। ଏସବୁ ମିଶି କଳିଙ୍ଗକୁ ସେ ସମୟରେ ଏକ ପ୍ରଭାବଶାଳୀ ରାଜ୍ୟ ଭାବରେ ଗଢ଼ି ତୋଳିଥିଲା। କିନ୍ତୁ କଳିଙ୍ଗର ଏହି ସ୍ୱାଧୀନତା ବେଶୀ ଦିନ ରହିଲା ନାହିଁ। ଖୁବ୍ ଶୀଘ୍ର ଶକ୍ତିଶାଳୀ ମୌର୍ଯ୍ୟ ସାମ୍ରାଜ୍ୟ ତା ପାଇଁ ସବୁଠୁ ବଡ଼ ପରୀକ୍ଷା ନେଇ ଆସିଲା। କଳିଙ୍ଗକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମ ଚେଷ୍ଟା କରିଥିଲେ ନନ୍ଦମାନେ। କିନ୍ତୁ ପ୍ରକୃତିରେ ଯେଉଁ ଘଟଣା ସବୁକିଛି ବଦଳାଇ ଦେଲା, ତାହା ଥିଲା ପ୍ରାୟ 100 ବର୍ଷ ପରେ ହୋଇଥିବା ମୌର୍ଯ୍ୟ ଆକ୍ରମଣ। ଖ୍ରୀଷ୍ଟପୂର୍ବ 261 ଏହି ବର୍ଷ ହୋଇଥିବା କଳିଙ୍ଗ ଯୁଦ୍ଧ ଭାରତ ଇତିହାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧମାନଙ୍କ ମଧ୍ୟରୁ ଗୋଟିଏ ଥିଲା। ଏହା କେବଳ ପରାଜିତଙ୍କ ପାଇଁ ନୁହେଁ, ବରଂ ବିଜେତାଙ୍କ ପାଇଁ ମଧ୍ୟ ଏକ ନୂଆ ମୋଡ଼ ଆଣିଥିଲା। କଳ୍ପନା କରନ୍ତୁ ତ, ଯୁଦ୍ଧର ବିଭୀଷିକା ଏତେ ଭୟଙ୍କର ଥିଲା, ଏତେ ଭୟଙ୍କର ଯେ ଇତିହାସର ସବୁଠୁ ଶକ୍ତିଶାଳୀ ସମ୍ରାଟଙ୍କ ଭିତରୁ ଜଣେ ନିଜର ପୂରା ବିଚାରଧାରା ହିଁ ବଦଳାଇ ଦେଲେ। ଏହା ସତର ଏକ ବଡ଼ କଥା। ତେବେ ଯେତେବେଳେ ମୌର୍ଯ୍ୟ ଶକ୍ତି ଧୀରେ ଧୀରେ ଦୁର୍ବଳ ହେଲା, କଳିଙ୍ଗ ପୁଣି ଥରେ ନିଜ ସ୍ୱାଧୀନତା ଫେରିପାଇଲା। ଆଉ ଏହାପରେ ଆରମ୍ଭ ହେଲା ଏକ ଶକ୍ତିଶାଳୀ ସ୍ଥାନୀୟ ପୁନରୁଦ୍ଧାନର ଯୁଗ। ଏହି ସମୟରେ ଉଦୟ ହେଲା ମହାମେଘବାହନ ରାଜବଂଶ। ଆଉ ଏହି ରାଜବଂଶରୁ ହିଁ ଜନ୍ମ ନେଇଥିଲେ ଏ ଅଞ୍ଚଳର ଜଣେ ସବୁଠାରୁ ପ୍ରଖ୍ୟାତ ଶାସକ, ରାଜା ଖାରବେଳ। ତାଙ୍କ ଶାସନ ବିଷୟରେ ଆମକୁ ହାତୀଗୁମ୍ଫା ଶିଳାଲେଖରୁ ଜାଣିବାକୁ ମିଳେ। ଏଥିରେ ତାଙ୍କର ସାମରିକ ବିଜୟ, ଲୋକଙ୍କ ପାଇଁ କରିଥିବା କାମ ଆଉ ଜୈନ ଧର୍ମ ପ୍ରତି ତାଙ୍କର ସମର୍ଥନ ବିଷୟରେ ବହୁତ କିଛି ଲେଖାଅଛି। ଏଇଠି ଆମେ ଦୁଇଟି ଶାସନ ଭିତରେ ଥିବା ଆକାଶ ପାତାଳ ଫରକକୁ ଦେଖିପାରିବା। ଗୋଟେ ପଟେ ଥିଲା ମୌର୍ଯ୍ୟଙ୍କ ବାହାରୁ ନିୟନ୍ତ୍ରଣ, ଆଉ ଅନ୍ୟପଟେ ଖାରବେଳଙ୍କ ଅଧୀନରେ ଆରମ୍ଭ ହେଲା ସ୍ଥାନୀୟ ପରମ୍ପରା ଓ ସାର୍ବଭୌମତ୍ୱର ଏକ ନୂଆ ଯୁଗ। କିନ୍ତୁ ଖାରବେଳଙ୍କ ରାଜବଂଶର ପତନ ପରେ କଳିଙ୍ଗ ପୁଣି ଥରେ
ଛୋଟ ଛୋଟ ରାଜ୍ୟରେ ଭାଗ ହୋଇଗଲା ଆଉ ଏହା ସହିତ ଆରମ୍ଭ ହେଲା ରାଜନୈତିକ ପୁନର୍ଗଠନରେ ଏକ ନୂଆ ପର୍ଯ୍ୟାୟ। ଏହି ସମୟଟା ଥିଲା ରାଜନୈତିକ ବିକେନ୍ଦ୍ରୀକରଣର। ସ୍ଥାନୀୟ ଶାସକମାନେ ବଡ଼ ବଡ଼ ସାମ୍ରାଜ୍ୟର ପ୍ରଭାବ ସହିତ ନିଜକୁ ଖାପ ଖୁଆଇ ଚାଲିଥିଲେ। ଶହ ଶହ ବର୍ଷ ଭିତରେ ଦୁଇଟି ବଡ଼ ରାଜବଂଶ କ୍ଷମତାକୁ ଏକାଠି କରିବାକୁ ଚେଷ୍ଟା କଲେ ଆଉ ଦୁହେଁ ଏହି ଅଞ୍ଚଳ ଉପରେ ନିଜର ଅଲଗା ଅଲଗା ସାଂସ୍କୃତିକ ଆଉ ଧାର୍ମିକ ଛାପ ଛାଡ଼ିଗଲେ। ତେବେ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ ଯେଉଁ କ୍ଷମତାର ବାରମ୍ବାର ପରିବର୍ତ୍ତନ ହେଉଥିଲା, ତାହା କେବଳ ଜମିଜମାକୁ ନେଇ ନଥିଲା। ଏହା ଭିତରେ ହିଁ ଗୋଟିଏ ସାମୂହିକ ପରିଚୟ ଧୀରେ ଧୀରେ ଗଢ଼ି ଉଠୁଥିଲା। ଏହା ଥିଲା ଏକ ମିଶ୍ରଣ ପ୍ରକ୍ରିୟା, ମାନେ ସ୍ଥାନୀୟ ପରମ୍ପରା ସହିତ ବିଭିନ୍ନ ରାଜବଂଶ ଦ୍ୱାରା ଅଣାଯାଇଥିବା ରାଜନୀତିକ ଓ ଧାର୍ମିକ ବିଚାରଧାରା ଧୀରେ ଧୀରେ ମିଶିବାକୁ ଲାଗିଲା। ହଁ, ତ ପ୍ରଶ୍ନ ଉଠୁଛି, ଏ ଯେଉଁ ଆଞ୍ଚଳିକ ପରିଚୟ କଥା ଆମେ କହୁଛେ, ତାହା ପ୍ରକୃତରେ ଗଢ଼ିହେଲା କେମିତି? ଦେଖନ୍ତୁ, ଏହାକୁ ଆମେ ଚାରିଟା ମୁଖ୍ୟ ସୋପାନରେ ବୁଝିପାରିବା। ଏ ଚାରୋଟି ଜିନିଷ ମିଶି ହିଁ ଆଜିର ଓଡ଼ିଶାର ସାଂସ୍କୃତିକ ମୂଳଦୁଆ ପକାଇଥିଲା। ଇତିହାସର ଏହି ଯାତ୍ରା ଆମକୁ ଦେଖାଉଛି ଯେ କୌଣସି ଆଧୁନିକ ପରିଚୟ ହଠାତ୍ ତିଆରି ହୋଇଯାଏ ନାହିଁ। ଏହା ଅତୀତର ଅନେକ ସ୍ତର ଉପରେ ଗଢ଼ି ଉଠିଥାଏ ଆଉ ଏକ ଏମିତି ଐତିହ୍ୟ ଛାଡ଼ିଯାଏ ଯାହାର ପ୍ରତିଧ୍ୱନି ଆଜି ବି ଆମେ ଶୁଣିପାରୁଛେ। ଆସନ୍ତୁ, ଆଜି ଏମିତି ଗୋଟେ ସମୟ ଭିତରକୁ ଯିବା ଯେଉଁ ସମୟର କଳା, ସ୍ଥାପତ୍ୟ ଆଉ ସାମ୍ରାଜ୍ୟ ଆଜି ବି ଆମ ଓଡ଼ିଶାର ପରିଚୟକୁ ଗଢ଼ି ଚାଲିଛି। ହଁ, ଆମେ କଥା ହେଉଛି ମଧ୍ୟଯୁଗୀୟ ଓଡ଼ିଶାର ସେଇ ସୁବର୍ଣ୍ଣ ଯୁଗ ବିଷୟରେ। କିନ୍ତୁ ଗୋଟେ ସୁବର୍ଣ୍ଣ ଯୁଗ କେମିତି ତିଆରି ହୁଏ? କ'ଣ ଲାଗେ ଏଥିପାଇଁ? ଆଗାମୀ କିଛି ସମୟ ଭିତରେ ଆମେ ଜାଣିବା କେମିତି ଦୁଇଟା ବଡ଼ ରାଜବଂଶ 400 ବର୍ଷ ଧରି ଏହି ପ୍ରଶ୍ନର ଜବାବ ଦେଇଥିଲେ। ଆଉ ଜାଣିଛନ୍ତି, ସେମାନେ ଖାଲି ଖଣ୍ଡା ବଳରେ ସାମ୍ରାଜ୍ୟ ଗଢ଼ି ନଥିଲେ, ବରଂ ପଥରରେ ଏମିତି କାହାଣୀ ଲେଖିଦେଇଗଲେ ଯାହା ଆଜି ବି ଆମକୁ ଆଶ୍ଚର୍ଯ୍ୟ କରିଦିଏ। ଠିକ୍ ଅଛି, ତେବେ ଏହି ଯାତ୍ରାକୁ ଆମେ କେମିତି ଆଗକୁ ନେବା? ପ୍ରଥମେ ଆମେ ଦେଖିବା ସେତେବେଳର ପରିସ୍ଥିତି କ'ଣ ଥିଲା। ତାପରେ ଆସିବେ ମନ୍ଦିର ନିର୍ମାତା, ମାନେ ଗଙ୍ଗବଂଶ। ତାଙ୍କ ପରେ ହାତୀର ସ୍ୱାମୀ ଅର୍ଥାତ୍ ଗଜପତି ସାମ୍ରାଜ୍ୟ। ଆଉ ଶେଷରେ ଦେଖିବା ଏତେ ବଡ଼ ସାମ୍ରାଜ୍ୟର ପତନ କେମିତି ହେଲା ଆଉ ତାର ପ୍ରଭାବ ଆଜି ବି କେମିତି ରହିଛି। ତେବେ ଚାଲନ୍ତୁ ଆରମ୍ଭ କରିବା। ତେବେ କାହାଣୀ ଆରମ୍ଭ ହେଉଛି 10ମ-11 ଶତାବ୍ଦୀରୁ। ସେତେବେଳେ ଓଡ଼ିଶାର ରାଜନୈତିକ ମାନଚିତ୍ର ଟିକେ ଅଲଗା ଥିଲା। ଛୋଟ ଛୋଟ ରାଜ୍ୟରେ ଭାଗ ଭାଗ ହେଇକି କୌଣସି ଗୋଟେ ବଡ଼ ଶକ୍ତି ନଥିଲା ଯାହା ସମସ୍ତଙ୍କୁ ଏକାଠି କରିପାରିବ। ତେଣୁ ଗୋଟେ ପ୍ରକାର ରାଜନୈତିକ ଶୂନ୍ୟସ୍ଥାନ ଥିଲା। ଆଉ ଏଇଟା ହିଁ ଥିଲା ସୁଯୋଗ ଗୋଟେ ନୂଆ ଶକ୍ତି ପାଇଁ। ଆଉ ଏହି ଶୂନ୍ୟସ୍ଥାନ ସୃଷ୍ଟି ହେଇଥିଲା କାହିଁକି? କାରଣ ଏହା ପୂର୍ବରୁ ଶାସନ କରୁଥିବା ସୋମବଂଶୀମାନଙ୍କର ଶକ୍ତି କମି ଆସୁଥିଲା। ହଁ, ସେମାନେ ଲିଙ୍ଗରାଜ ମନ୍ଦିର ଭଳି ଅଦ୍ଭୁତ କୀର୍ତ୍ତି ତ ଛାଡ଼ି ଯାଇଥିଲେ, କିନ୍ତୁ ତାଙ୍କର ପତନ ପରେ କଳିଙ୍ଗ ଆଉ ଉତ୍କଳ ଅଞ୍ଚଳ ଯେମିତି ଗୋଟେ ନୂଆ ଏକଜୁଟ କରିପାରୁଥିବା ଶକ୍ତିକୁ ଅପେକ୍ଷା କରି ରହିଥିଲା। ଆଉ ଏଇ ସୁଯୋଗକୁ ଠିକ୍ ସମୟରେ କାମରେ ଲଗେଇଲେ ପୂର୍ବ ଗଙ୍ଗବଂଶ। ସେମାନେ ଖାଲି ରାଜା ନଥିଲେ, ସେମାନେ ଥିଲେ ନିର୍ମାତା। ଏମିତି ନିର୍ମାତା ଯେଉଁମାନେ ଆଗାମୀ ପ୍ରାୟ 400 ବର୍ଷ ପାଇଁ ଓଡ଼ିଶାର ଭାଗ୍ୟ ଲେଖିବାକୁ ଯାଉଥିଲେ। ଏହି ଟାଇମ୍ଲାଇନ୍କୁ ଟିକେ ଦେଖନ୍ତୁ। ଏକାଦଶ ଶତାବ୍ଦୀରୁ ଆରମ୍ଭ କରି 15 ଶତାବ୍ଦୀ ଯାଏଁ ପାଖାପାଖି 400 ବର୍ଷ। ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଆଉ ଏତେ ଲମ୍ବା ସମୟର ସ୍ଥିର ଶାସନ ହିଁ ସେମାନଙ୍କୁ ସେଇ ମୌକା ଦେଇଥିଲା ଯାହାଫଳରେ ସେମାନେ ଏକ ସ୍ଥାୟୀ ସାଂସ୍କୃତିକ ଆଉ ରାଜନୈତିକ ପରିଚୟ ଗଢ଼ିପାରିଲେ। ଏହି ମହାନ ରାଜବଂଶର ମୂଳଦୁଆ ପକାଇଥିଲେ ଅନନ୍ତବର୍ମନ ଚୋଡ଼ଗଙ୍ଗଦେବ। ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ଶାସକ ଥିଲେ। ଖାଲି ଛୋଟ ଛୋଟ ରାଜ୍ୟକୁ ଏକାଠି କଲେନି, ବରଂ ଏମିତି କିଛି କଲେ ଯାହା ଓଡ଼ିଶାର ପରିଚୟ ସହ ସବୁଦିନ ପାଇଁ ଯୋଡ଼ି ହେଇଗଲା। ହଁ, ସେହି ପୁରୀରେ ଜଗନ୍ନାଥ ମନ୍ଦିରର ନିର୍ମାଣ କାମ ଆରମ୍ଭ କରିଥିଲେ। ଆଉ ଆଜି ଦେଖନ୍ତୁ, ସେଟା କୋଟି କୋଟି ଲୋକଙ୍କର ଆସ୍ଥା ଆଉ ବିଶ୍ୱାସର କେନ୍ଦ୍ର ପାଲଟିଛି। ତାପରେ ପ୍ରାୟ 150 ବର୍ଷ ପରେ ଆସିଲେ ଆଉ ଜଣେ ମହାନ ରାଜା, ନରସିଂହଦେବ ପ୍ରଥମ। ସେ ଗଙ୍ଗବଂଶର କୀର୍ତ୍ତିକୁ ଆହୁରି ଆଗକୁ ନେଇଗଲେ। ସେ କୋଣାର୍କରେ ଯାହା ତିଆରି କଲେ ତାହା ଆଜି ବିଜ୍ଞାନ ଆଉ କଳା ପାଇଁ ଏକ ବିସ୍ମୟ। ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର। ଏଟା ଖାଲି ଗୋଟେ ମନ୍ଦିର ନୁହେଁ, ଏହା ଯେମିତି ପଥରରେ ଲେଖା ହୋଇଥିବା ଗୋଟେ ମହାକାବ୍ୟ। ଆଉ ଏଇ ଯେଉଁ ଜଗନ୍ନାଥ ମନ୍ଦିର ହେଉ କି କୋଣାର୍କ ମନ୍ଦିର, ଏସବୁ ଗୋଟେ ଖାସ୍ ଶୈଳୀରେ ତିଆରି। ଏହାକୁ କୁହାଯାଏ କଳିଙ୍ଗ ସ୍ଥାପତ୍ୟ କଳା। ଏହାର ପରିଚୟ କ'ଣ? ଏହାର ପରିଚୟ ହେଉଛି ଉଚ୍ଚ ଆଉ ବାଙ୍କିଆ ଦେଉଳ। ପଥର ଉପରେ ଏତେ ସୂକ୍ଷ୍ମ କାରୁକାର୍ଯ୍ୟ ଯେ ଆଖି ଲାଖିଯିବ, ଆଉ ତା ସହିତ ଗଭୀର ଧାର୍ମିକ ସଂକେତ। ଏହି ଜିନିଷଗୁଡ଼ିକ ହିଁ ଏହାକୁ ଭାରତର ବାକି ମନ୍ଦିର ଶୈଳୀଠାରୁ ପୁରା ଅଲଗା କରିଥାଏ।
କିନ୍ତୁ ଇତିହାସର ନିୟମ ହେଉଛି କୌଣସି ବି ସାମ୍ରାଜ୍ୟ ସବୁଦିନ ପାଇଁ ରୁହେନା। ଯେତେବେଳେ ଗଙ୍ଗମାନଙ୍କର ଶକ୍ତି ଧୀରେ ଧୀରେ କମିବାକୁ ଲାଗିଲା, ସେତେବେଳେ ଓଡ଼ିଶାର ରାଜନୀତିରେ ଏକ ନୂଆ ଆଉ ଆହୁରି ଶକ୍ତିଶାଳୀ ସାମରିକ ଶକ୍ତିର ଆବିର୍ଭାବ ହେଲା, ଆଉ ସେମାନେ ଥିଲେ ଗଜପତି। ଗଜପତି ନାଁଟା ଶୁଣିଲେ ହିଁ ଗୋଟେ ଶକ୍ତିର ଅନୁଭବ ହୁଏ, ନୁହେଁ କି? ଏହାର ଅର୍ଥ ହେଉଛି ଗଜ ବା ହାତୀମାନଙ୍କର ପତି ବା ସ୍ୱାମୀ। ତେବେ ଏହା ଖାଲି ଗୋଟେ ନାଁ ନଥିଲା, ଏହା ଥିଲା ତାଙ୍କର ପରିଚୟ। ଏହା ଦେଖାଉଥିଲା ତାଙ୍କର ବିଶାଳ ହାତୀସେନାକୁ, ଆଉ ଏହା ବି କହୁଥିଲା ଯେ ସେମାନେ ସୂର୍ଯ୍ୟ ଦେବତାଙ୍କର ବଂଶଧର। ତେଣୁ ଶାସନ କରିବା ତାଙ୍କର ଦୈବୀ ଅଧିକାର। ଆଉ ଏହି ବଂଶର ଆରମ୍ଭ ହେଲା 1435 ମସିହାରେ। ଜଣେ ବହୁତ ମହତ୍ୱାକାଂକ୍ଷୀ ସେନାପତି କପିଳେନ୍ଦ୍ର ଦେବ ଶେଷ ଗଙ୍ଗରାଜାଙ୍କୁ ହଟେଇ ସିଂହାସନ ଦଖଲ କଲେ। ଏଟା ଖାଲି ଗୋଟେ ରାଜା ବଦଳିବା ଘଟଣା ନଥିଲା, ଏଟା ଥିଲା ଗୋଟେ ନୂଆ ଯୁଗର ଆରମ୍ଭ। ଓଡ଼ିଶା ଏବେ ଏକ ଶାନ୍ତ, ମନ୍ଦିର ନିର୍ମାଣକାରୀ ରାଜ୍ୟରୁ ବଦଳି ଏକ ଶକ୍ତିଶାଳୀ ସାମରିକ ସାମ୍ରାଜ୍ୟ ହେବାକୁ ଯାଉଥିଲା। ଏହି ଟେବୁଲରେ ଗଜପତିମାନଙ୍କର 3 ପିଢ଼ିର କାହାଣୀ ପୁରା ସ୍ପଷ୍ଟ ଦେଖାଯାଉଛି। ଦେଖନ୍ତୁ, ପ୍ରଥମେ ଆସିଲେ କପିଳେନ୍ଦ୍ର ଦେବ, ଯିଏ ଖୁବ୍ କମ୍ ସମୟରେ ସାମ୍ରାଜ୍ୟକୁ ବହୁତ ବଡ଼ କରିଦେଲେ। ତାପରେ ଆସିଲେ ପୁରୁଷୋତ୍ତମ ଦେବ, ଯାହାଙ୍କୁ ସେହି ବିଶାଳ ସାମ୍ରାଜ୍ୟକୁ ସମ୍ଭାଳିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିବା। ଆଉ ଶେଷରେ ପ୍ରତାପ ରୁଦ୍ରଦେବ, ଯାହାଙ୍କୁ ଚାରିଆଡ଼ୁ ଶତ୍ରୁଙ୍କ ସହ ଲଢ଼ି ସାମ୍ରାଜ୍ୟକୁ ବଞ୍ଚେଇ ରଖିବାକୁ ପଡ଼ିଲା। ଗୋଟେ ପ୍ରକାରେ ଏହା ଏକ ସାମ୍ରାଜ୍ୟର ଜନ୍ମ, ଯୌବନ ଆଉ ସଂଘର୍ଷର କାହାଣୀ। ଆଉ କପିଳେନ୍ଦ୍ର ଦେବଙ୍କ ସମୟରେ ତ ଗଜପତି ସାମ୍ରାଜ୍ୟ ନିଜର ଚରମ ସୀମାରେ ପହଞ୍ଚି ଯାଇଥିଲା। ଭାବନ୍ତୁ ଟିକେ, ଉତ୍ତରରେ ଗଙ୍ଗା ନଦୀଠାରୁ ଆରମ୍ଭ କରି ଦକ୍ଷିଣରେ ବିଦର ପର୍ଯ୍ୟନ୍ତ ପୁରା ପୂର୍ବ ଭାରତରେ ସେତେବେଳେ ଗଜପତିମାନଙ୍କର ହିଁ ଦବଦବା ଥିଲା। କିନ୍ତୁ କୁହନ୍ତି ନା, ଯେତେ ଉପରକୁ ଯିବ ସେତେ ବେଶି ଚାପ। ଏତେ ବଡ଼ ସାମ୍ରାଜ୍ୟକୁ ଏକାଠି ବାନ୍ଧି ରଖିବା ସହଜ କଥା ନଥିଲା। ଧୀରେ ଧୀରେ ଭିତରୁ ଆଉ ବାହାରୁ ଦୁଇ ପଟରୁ ଚାପ ବଢ଼ିବାକୁ ଲାଗିଲା। ଆଉ ସବୁଠୁ ବଡ଼ ବିଡ଼ମ୍ବନା କ'ଣ ଥିଲା ଜାଣନ୍ତି? ଯେଉଁ ଲଗାତାର ଯୁଦ୍ଧ ଆଉ ସାମରିକ ଅଭିଯାନ ସାମ୍ରାଜ୍ୟକୁ ବାହାର ଶତ୍ରୁଙ୍କଠାରୁ ବଞ୍ଚାଉଥିଲା, ସେଇ ଯୁଦ୍ଧ ହିଁ ଧୀରେ ଧୀରେ ସାମ୍ରାଜ୍ୟକୁ ଭିତରୁ ଖୋଳି କରିଦେଉଥିଲା। ତେବେ ଏହି ପତନ ପଛରେ କୌଣସି ଗୋଟିଏ କାରଣ ନଥିଲା, ଏହା ଥିଲା ଗୋଟେ ପରେ ଗୋଟେ ଘଟଣାର ଶୃଙ୍ଖଳ। ପ୍ରଥମେ ଲଗାତାର ଯୁଦ୍ଧ ଯୋଗୁଁ ରାଜକୋଷ ଖାଲି ହେବାକୁ ଲାଗିଲା। ଦ୍ୱିତୀୟରେ ରାଜଗାଦି ପାଇଁ ଘର ଭିତରେ କଳହ ଆରମ୍ଭ ହୋଇଗଲା, ଆଉ ଯେତେବେଳେ ଘର ଦୁର୍ବଳ ହେଲା, ସେତେବେଳେ ବାହାର ଶତ୍ରୁ ଆକ୍ରମଣ କରିବାର ସୁଯୋଗ ପାଇଗଲେ। ଏହି ତିନୋଟି କାରଣ ମିଶି ଏକଦା ଶକ୍ତିଶାଳୀ ଥିବା ଏହି ସାମ୍ରାଜ୍ୟକୁ ଭାଙ୍ଗିଦେଲା। ଆଉ ସେହି ଶେଷ ଦିନ ଆସିଲା 1568 ମସିହାରେ। ଏହି ବର୍ଷଟିକୁ ମନେ ରଖିବା ଦରକାର, କାରଣ ଏହି ବର୍ଷ ହିଁ ଓଡ଼ିଶାର ଶହ ଶହ ବର୍ଷର ମଧ୍ୟଯୁଗୀୟ ସ୍ୱାଧୀନତାରେ ପୂର୍ଣ୍ଣଛେଦ ପକାଇଥିଲା। ହଁ, ସାମ୍ରାଜ୍ୟର ପତନ ତ ହେଲା, କିନ୍ତୁ କ'ଣ କାହାଣୀ ଏଠି ସରିଗଲା? ବିଲକୁଲ ନୁହେଁ, କାରଣ ଏହି ରାଜବଂଶଗୁଡ଼ିକ କେବଳ ରାଜ୍ୟ ଛାଡ଼ି ଯାଇନଥିଲେ, ସେମାନେ ଛାଡ଼ି ଯାଇଥିଲେ ଏକ ଉତ୍ତରାଧିକାର। ତେବେ ଚାଲନ୍ତୁ ଦେଖିବା, ସେମାନଙ୍କର ସେହି ପ୍ରତିଧ୍ୱନି ଆଜି ବି ଆମ ଚାରିପାଖରେ କେମିତି ଶୁଭୁଛି। ଯଦି ଆମେ ଦେଖିବା, ତେବେ ଗଙ୍ଗା ଆଉ ଗଜପତିମାନେ ମିଶି ଖାଲି ଗୋଟେ ରାଜ୍ୟ ଗଢ଼ିନଥିଲେ, ସେମାନେ ଆଧୁନିକ ଓଡ଼ିଶାର ସାଂସ୍କୃତିକ ମୂଳଦୁଆ ପକାଇଥିଲେ। ସେମାନେ ଓଡ଼ିଆ ଭାଷା ଓ ସାହିତ୍ୟକୁ ପ୍ରୋତ୍ସାହନ ଦେଲେ, ଅଦ୍ଭୁତ କଳାକୃତି ତିଆରି କଲେ, ଆଉ ଶହ ଶହ ବର୍ଷ ଧରି ଏହି ମାଟିର ସ୍ୱାଭିମାନକୁ ବଞ୍ଚେଇ ରଖିଲେ। ସେମାନେ ହିଁ ଏକ ସ୍ୱତନ୍ତ୍ର ଓଡ଼ିଆ ପରିଚୟର ମୂଳଦୁଆ ସ୍ଥାପନ କରିଥିଲେ। ତେଣୁ ଶେଷରେ କୁହାଯାଇପାରେ ଯେ ସେମାନଙ୍କର ସବୁଠୁ ବଡ଼ ସଫଳତା ମନ୍ଦିର କି ସାମ୍ରାଜ୍ୟ ନଥିଲା। ତାଙ୍କର ସବୁଠୁ ବଡ଼ ସଫଳତା ଥିଲା ଏକ ଏମିତି ମଜବୁତ ସାଂସ୍କୃତିକ ପରିଚୟ ତିଆରି କରିବା, ଯାହା ରାଜା ବଦଳିଗଲେ, ସାମ୍ରାଜ୍ୟ ଭାଙ୍ଗିଗଲା, କିନ୍ତୁ ସେ ପରିଚୟ ଆଜି ବି ବଞ୍ଚି ରହିଛି। ତେବେ ଏହି ସବୁ ଇତିହାସ ପରେ ଗୋଟେ ପ୍ରଶ୍ନ ମନକୁ ଆସେ, ଏହି ମଧ୍ୟଯୁଗୀୟ ସୁବର୍ଣ୍ଣ ଯୁଗର ପ୍ରତିଧ୍ୱନି ଆଜିର ଓଡ଼ିଶାର ପରିଚୟକୁ କେତେ ଗଭୀର ଭାବରେ ପ୍ରଭାବିତ କରିଛି? ଏ ବିଷୟରେ ନିଶ୍ଚୟ ଭାବିବା କଥା। ଇତିହାସର ଏମିତି କିଛି ପୃଷ୍ଠା ଓଲଟିବା ଯେଉଁଠି ଲୁଚି ରହିଛି ଓଡ଼ିଶାର ଗୋଟେ ଲମ୍ବା କାହାଣୀ। ଏହା ହେଉଛି ପ୍ରାୟ 400 ବର୍ଷର ସଂଘର୍ଷର କାହାଣୀ, ଯେଉଁଠି ଗୋଟିଏ ଜାତି ନିଜର ପରିଚୟକୁ, ନିଜର ଅସ୍ମିତାକୁ ବଞ୍ଚେଇ ରଖିବା ପାଇଁ ଲଢ଼େଇ କରିଥିଲା। ହେଲେ ଏ କାହାଣୀ ଭିତରକୁ ଯିବା ଆଗରୁ ଗୋଟେ ମୂଳ ପ୍ରଶ୍ନ ଉଠୁଛି। ଗୋଟେ ଜାତିର ପରିଚୟ, ତାର ଅସ୍ମିତା ପ୍ରକୃତରେ ଗଢ଼ାଯାଏ କେମିତି? ଆସେ କୋଉଠୁ? ଆଉ ଜାଣନ୍ତି, ଏହାର ଉତ୍ତର ବେଳେବେଳେ ସଂଘର୍ଷ ଭିତରେ ହିଁ ଥାଏ। ଯେତେବେଳେ ବାହାରର ଶକ୍ତି ବାରମ୍ବାର ଆଘାତ କରେ, ସେତେବେଳେ ଶହ ଶହ ବର୍ଷର ପ୍ରତିରୋଧ ଭିତରୁ ହିଁ ଗଢ଼ିଉଠେ ଏକ ପରିଚୟ। ଆଉ ଓଡ଼ିଶାର କାହାଣୀ ଠିକ୍ ସେଇଆ। ଚାଲନ୍ତୁ ସିଧା ସେହି ସମୟକୁ ଯିବା ଯେଉଁଠୁ ଏ ସବୁର ଆରମ୍ଭ ହେଲା।
ସେହି ନିର୍ଣ୍ଣାୟକ ମୁହୂର୍ତ୍ତକୁ ଯେଉଁଠୁ ପରାଧୀନତାର ଅଧ୍ୟାୟ ଆରମ୍ଭ ହୋଇଥିଲା। ସମୟଟା ଥିଲା 1568। ଏଇଟା ଖାଲି ଗୋଟେ ବର୍ଷ ନୁହେଁ, ଏଇଟା ଥିଲା ଓଡ଼ିଶାର ଇତିହାସର ସେହି ମୋଡ଼ ଯୋଉଠି ସ୍ୱାଧୀନତାର ସୂର୍ଯ୍ୟ ବୁଡ଼ିବାକୁ ଯାଉଥିଲା। ଦେଖନ୍ତୁ, ଏଇଟା ଖାଲି ଜଣେ ରାଜାଙ୍କର ହାରିବା କଥା ନଥିଲା, ଏଇଟା ଥିଲା ଗୋଟେ ପୂରା ସ୍ୱାଧୀନ ଯୁଗର ଶେଷ। ଯେମିତି ହିଁ ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବଙ୍କର ମୃତ୍ୟୁ ହେଲା, ବାସ୍ ଓଡ଼ିଶାର ସ୍ୱାଧୀନତା ସେଇଠି ଇତିହାସ ପାଲଟିଗଲା, ଆଉ ଆରମ୍ଭ ହେଲା ପରାଧୀନତାର ଏକ ଲମ୍ବା ଅନ୍ଧାରିଆ ରାସ୍ତା। ଆଉ ଏହାପରେ ଓଡ଼ିଶା ମାଟି ସତେ ଯେମିତି ବଡ଼ ବଡ଼ ସାମ୍ରାଜ୍ୟମାନଙ୍କ ପାଇଁ ଗୋଟେ ଖେଳ ପଡ଼ିଆ ପାଲଟିଗଲା। ଜଣେ ଗଲେ ଆଉ ଜଣେ ଆସିଲେ, ବିଜୟର ଏହି ଖେଳ ଚାଲିଲା। ଆଉ ଏଇ ଧାରାରେ ସବା ଆଗରେ ଆସି ପହଞ୍ଚିଲେ ମୁଗଲମାନେ। 1590 ମସିହାରେ ସେମାନେ ଓଡ଼ିଶାରେ ପାଦ ରଖିଲେ, ଆଉ ତାପରେ ପ୍ରାୟ 150 ବର୍ଷ ପର୍ଯ୍ୟନ୍ତ ଏଇଠି ହିଁ ରହିଲେ। ତ ମୋଗଲମାନଙ୍କର ଶାସନ କରିବାର ତରିକା ଟିକେ ଅଲଗା ଥିଲା। ସେମାନେ କ'ଣ କଲେ ନା, ଓଡ଼ିଶାକୁ ସିଧା ବଙ୍ଗସୁବା ସହିତ ମିଶେଇ ଦେଲେ, ମାନେ ଗୋଟେ କେନ୍ଦ୍ରୀୟ ଶାସନ। ନୂଆ ନୂଆ ଖଜିଣା ନିୟମ ଆଣିଲେ, ହେଲେ ବୁଦ୍ଧି ଖଟେଇ ସ୍ଥାନୀୟ ଜମିଦାରମାନଙ୍କୁ ନିଜ ହାତରେ ରଖିଲେ। ଆଉ ସବୁଠୁ ବଡ଼ କଥା କ'ଣ ଜାଣନ୍ତି? ଜଗନ୍ନାଥ ମନ୍ଦିର ଭଳି ସାଂସ୍କୃତିକ କେନ୍ଦ୍ରଗୁଡ଼ିକ ବି ସେମାନଙ୍କ ସମୟରେ ଚାଲୁ ରହିଥିଲା। ହେଲେ କହନ୍ତି ନା, ସମୟ କାହାପାଇଁ ଅଟକେନି। ମୋଗଲ ସାମ୍ରାଜ୍ୟ ଯେମିତି ଦୁର୍ବଳ ହେବାକୁ ଲାଗିଲା, ଶକ୍ତିର ପଶାପାଲି ପୁଣି ଓଲଟିଗଲା। 1751 ବେଳକୁ ମରାଠାମାନେ ଓଡ଼ିଶାର ନୂଆ ଶକ୍ତି ଭାବେ ଉଭା ହେଲେ। ଆଚ୍ଛା, ଏ ଦୁଇ ସାମ୍ରାଜ୍ୟ ଭିତରେ କିନ୍ତୁ ଆକାଶ ପାତାଳ ଫରକ ଥିଲା। ଗୋଟେ ପଟେ ମୋଗଲମାନେ ସେମାନେ ଶାସନକୁ ସୁବ୍ୟବସ୍ଥିତ କରିବାକୁ ଚେଷ୍ଟା କରୁଥିଲେ, ହେଲେ ଅନ୍ୟପଟେ ମରାଠାମାନେ ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ଖାଲି ଖଜଣା ଆଦାୟ, ଯେତେ ବେଶୀ ସମ୍ଭବ, ବାସ୍। ଆଉ ଏଇ ଯୋଉ ଫରକ ଥିଲା ନା, ଏଇଟା ହିଁ ଓଡ଼ିଶାର ଭବିଷ୍ୟତ ଉପରେ ବହୁତ ବଡ଼ ପ୍ରଭାବ ପକେଇଥିଲା। ମୋଗଲ ଗଲେ, ମରାଠା ଗଲେ, ଆଉ ତାପରେ ମଞ୍ଚ ଉପରକୁ ଆସିଲା ଆଉ ଗୋଟେ ନୂଆ ଶକ୍ତି। ଆଉ ଏହି ଶକ୍ତି କେବଳ ଶାସକ ବଦଳେଇଲାନି, ଏମାନେ ଓଡ଼ିଶାର ପୂରା ଭାଗ୍ୟ ହିଁ ବଦଳେଇ ଦେଲେ। ସେମାନେ ଥିଲେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ। ବର୍ଷ ଥିଲା 1803। ଏହି ବର୍ଷ ହିଁ ବ୍ରିଟିଶମାନେ ମରାଠାମାନଙ୍କୁ ହରାଇ ଓଡ଼ିଶାକୁ ନିଜ କବ୍ଜାକୁ ନେଇଗଲେ। ଦେଖନ୍ତୁ, ବ୍ରିଟିଶ ଶାସନ କେବଳ କ୍ଷମତା ବଦଳିବା ନଥିଲା, ଏଇଟା ଥିଲା ଗୋଟେ ପୂରା ସିଷ୍ଟମକୁ ବଦଳେଇ ଦେବା। ଓଡ଼ିଶାକୁ ପୁଣି ବଙ୍ଗ ପ୍ରେସିଡେନ୍ସିର ଗୋଟେ ଅଂଶ କରିଦିଆଗଲା, ଆଉ ଖଜଣା ନିୟମକୁ ଏମିତି ଭାବେ ବଦଳାଗଲା ଯେ ତାର ସିଧାସଳଖ ପ୍ରଭାବ ପଡ଼ିଲା ସାଧାରଣ ଚାଷୀ ଆଉ ପୁରୁଣା ଜମିଦାରଙ୍କ ଉପରେ। ସତେ ଯେମିତି ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦିଆଗଲା। ଆଉ ଏଇ ନୂଆ ନିୟମଗୁଡ଼ିକର ପରିଣାମ ବହୁତ ଭୟଙ୍କର ଥିଲା। ଆସନ୍ତୁ ଦେଖିବା, ବ୍ରିଟିଶ ଶାସନ ପାଇଁ ଓଡ଼ିଶାକୁ କେତେ ବଡ଼ ମୂଲ୍ୟ ଦେବାକୁ ପଡ଼ିଥିଲା। ହେଲେ ଏଇ ଶୋଷଣ ବିରୁଦ୍ଧରେ କିଏ ଲଢ଼ିଲା, ତାକୁ ଜାଣିବା ଆଗରୁ ଆମକୁ ପାଇକମାନଙ୍କ ବିଷୟରେ ଜାଣିବାକୁ ପଡ଼ିବ। ଏମାନେ ଖାଲି ସୈନିକ ନଥିଲେ, ଏମାନେ ଥିଲେ ଓଡ଼ିଶାର ମାଟିର ପୁଅ, ଓଡ଼ିଶାର ମେରୁଦଣ୍ଡ। ଏକ ପାରମ୍ପରିକ ଯୋଦ୍ଧା ସମାଜ, ଯୋଉମାନେ ରାଜାଙ୍କ ପାଇଁ ଲଢ଼ୁଥିଲେ ଆଉ ବଦଳରେ ଜମି ପାଇଁ ନିଜ ପରିବାର ଚଳାଉଥିଲେ। ଆଉ 1817 ମସିହାରେ ଏହି ପାଇକମାନଙ୍କର ଧୈର୍ଯ୍ୟର ସବୁ ସୀମା ପାର ହେଇଗଲା। ସେମାନେ ବ୍ରିଟିଶ ଶାସନ ବିରୁଦ୍ଧରେ ଯେଉଁ ବିଦ୍ରୋହର ନିଆଁ ଜଡ଼େଇଲେ, ତାହା ପରବର୍ତ୍ତୀ ସମୟରେ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଲା। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିବା ଏହି ବିଦ୍ରୋହ ପଛରେ କାରଣ ଥିଲା ବ୍ରିଟିଶମାନଙ୍କର ଅତ୍ୟାଚାର, ସେମାନଙ୍କର ଖଜଣା ନୀତି, ଆଉ ପାଇକମାନଙ୍କଠାରୁ ସେମାନଙ୍କର ସମ୍ମାନ ଆଉ ଜୀବିକା ସବୁକିଛି ଛଡ଼େଇ ନେବା। ସତ, ବ୍ରିଟିଶମାନେ ଏହି ବିଦ୍ରୋହକୁ ବହୁତ ନିର୍ମମ ଭାବେ ଦବାଇ ଦେଲେ, କିନ୍ତୁ ସେ ନିଆର ସ୍ଫୁଲିଙ୍ଗ ଓଡ଼ିଆଙ୍କ ମନରେ ସବୁଦିନ ପାଇଁ ରହିଗଲା। ପାଇକ ବିଦ୍ରୋହ ତ ଗୋଟିଏ ଝଲକ ଥିଲା, କିନ୍ତୁ ଏହାଠାରୁ ବି ବଡ଼ ଏକ ବିପର୍ଯ୍ୟୟ ଓଡ଼ିଶାକୁ ଅପେକ୍ଷା କରି ରହିଥିଲା। 1/3, 1/3, ଏଟା ଖାଲି ଗୋଟିଏ ସଂଖ୍ୟା ନୁହେଁ, ଏହା ପଛରେ ଯେଉଁ କାହାଣୀ ଅଛି ତାହା ଶୁଣିଲେ ଛାତି ଥରି ଉଠେ। ଏହା ପଛର ସତ୍ୟ ହେଉଛି 1866ର ସେହି ଭୟଙ୍କର 9 ଅଙ୍କ ଦୁର୍ଭିକ୍ଷ। ଏହି ଦୁର୍ଭିକ୍ଷରେ ଓଡ଼ିଶାର ମୋଟ ଜନସଂଖ୍ୟାର ପ୍ରାୟ 1/3, ମାନେ ପାଖାପାଖି 10 ଲକ୍ଷରୁ ବି ଅଧିକ ଲୋକ ଭୋକରେ ପ୍ରାଣ ହରାଇଥିଲେ। ଆଉ ଏହା ଥିଲା ବ୍ରିଟିଶ ପ୍ରଶାସନର ଚରମ ଅବହେଳାର ଏକ କାଳିଆ ଉଦାହରଣ। କିନ୍ତୁ କୁହାଯାଏ, ଯେତେ ଅନ୍ଧାର ଘନେଇ ଆସେ, ସକାଳ ସେତେ ପାଖେଇ ଆସେ। ଏତେ ଦମନ, ଏତେ ଦୁର୍ଦ୍ଦଶା ଭିତରୁ ହିଁ ଗୋଟେ ନୂଆ ଓଡ଼ିଆ ଚେତନାର ଜନ୍ମ ହେଲା। ଏକ ଏକୀକୃତ ଓଡ଼ିଆ ପରିଚୟର ଆରମ୍ଭ ହେଲା। ଏଇଟା ଇତିହାସର ଗୋଟେ ଅଜବ କଥା। ବ୍ରିଟିଶମାନେ ଓଡ଼ିଆ କହୁଥିବା ଲୋକଙ୍କୁ ସେମାନଙ୍କ ଅଞ୍ଚଳକୁ ଯେତେ ଭାଙ୍ଗିବାକୁ ଚେଷ୍ଟା କଲେ, ଓଡ଼ିଆମାନଙ୍କ ଭିତରେ ଏକାଠି ହେବାର ଭାବନା ସେତେ ଶକ୍ତ ହେଲା।
ଦେଖନ୍ତୁ, ବ୍ରିଟିଶମାନେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଅଲଗା ଅଲଗା ପ୍ରଦେଶରେ ମିଶେଇ ଦେଇଥିଲେ। ଆଉ ଏ ବିଭାଜନ ହିଁ ଲୋକଙ୍କୁ ଏକାଠି କରିଦେଲା। ଭାଷାକୁ ନେଇ ଗୋଟେ ସ୍ୱତନ୍ତ୍ର ପ୍ରଦେଶ ପାଇଁ ଦାବି ଜୋର ଧରିଲା। ଆଉ ସେଇ ଆନ୍ଦୋଳନ ହିଁ ଆଜିର ଆଧୁନିକ ଓଡ଼ିଶା ରାଜ୍ୟର ମୂଳଦୁଆ ପକାଇଥିଲା। ତେବେ 400 ବର୍ଷର ଏହି ଲମ୍ବା ସଂଘର୍ଷର କାହାଣୀ ପରେ ମନରେ ଗୋଟିଏ ପ୍ରଶ୍ନ ଆସେ, ଯଦି ଇତିହାସ ସବୁବେଳେ ଜିତିଥିବା ସାମ୍ରାଜ୍ୟମାନଙ୍କର କାହାଣୀ, ତାହେଲେ ସେ କାହାଣୀର ଶେଷ ଅଧ୍ୟାୟ ଲେଖିବାର ଅଧିକାର ପ୍ରକୃତରେ କାହା ପାଖରେ ଥାଏ? ଏବେ ଭାବିଛନ୍ତି ଯେତେବେଳେ ଗୋଟିଏ ଭାଷା ଓ ସଂସ୍କୃତିର ଲୋକଙ୍କର ନିଜର ବୋଲି କୌଣସି ରାଜ୍ୟ ହିଁ ନଥାଏ, ସେତେବେଳେ କ'ଣ ହୁଏ? ନା, ଏଇଟା କୌଣସି କାଳ୍ପନିକ ପ୍ରଶ୍ନ ନୁହେଁ, ବରଂ ଏହା ହିଁ ଥିଲା ଓଡ଼ିଶାର ବାସ୍ତବତା। ତେବେ ଆସନ୍ତୁ ଆଜି ସେହି ସଂଗ୍ରାମର କାହାଣୀକୁ ବୁଝିବା, ଯେଉଁଠି ଭାଷା ହିଁ ଗୋଟେ ନୂଆ ରାଜ୍ୟର ମାନଚିତ୍ର ଆଙ୍କିଥିଲା। ହଁ, ଏହା ହିଁ ତ ଆମ ଆଲୋଚନାର ମୂଳ ପ୍ରଶ୍ନ। ଯେତେବେଳେ ଲକ୍ଷ ଲକ୍ଷ ଲୋକ ଗୋଟିଏ ଭାଷା କହୁଛନ୍ତି, ଗୋଟିଏ ସଂସ୍କୃତି ପାଳନ କରୁଛନ୍ତି, କିନ୍ତୁ ତାଙ୍କର ନିଜର ବୋଲି କୌଣସି ପ୍ରଶାସନିକ ପରିଚୟ ନାହିଁ, ସେତେବେଳେ ସେମାନେ ନିଜକୁ ଏକାଠି କେମିତି କରିବେ? ଚାଲନ୍ତୁ ଏହି ଐତିହାସିକ ସମସ୍ୟା ଭିତରକୁ ଯିବା। ତେବେ ସମସ୍ୟାଟା ପ୍ରକୃତରେ ଥିଲା କ'ଣ? କଳ୍ପନା କରନ୍ତୁ ଟିକେ, ଏକ ସମ୍ପୂର୍ଣ୍ଣ ଜାତି ଯାହାର ସାଂସ୍କୃତିକ ଏକତା ଅଛି କିନ୍ତୁ କୌଣସି ରାଜନୈତିକ ଏକତା ନାହିଁ। ତାଙ୍କୁ ଭାଗ ଭାଗ କରି ଅଲଗା ଅଲଗା ଜାଗାରୁ ଶାସନ କରାଯାଉଛି। ଏହା ହିଁ ଥିଲା ସେତେବେଳର ଓଡ଼ିଆମାନଙ୍କ ପାଇଁ ସବୁଠୁ ବଡ଼ ଆହ୍ୱାନ। ତେବେ ଆସନ୍ତୁ ଆମ ଆଲୋଚନାର ପ୍ରଥମ ଭାଗକୁ, ଏକ ବିଭାଜିତ ଜାତି। ଏହି ବିଭାଗରେ ଆମେ ଦେଖିବା କେମିତି ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଖଣ୍ଡ ବିଖଣ୍ଡିତ କରାଗଲା ଆଉ ତାର ପରିଣାମ କ'ଣ ହେଲା। କଥା ଆରମ୍ଭ ହେଉଛି 1803 ମସିହାରୁ। ଯେତେବେଳେ ବ୍ରିଟିଶମାନେ ଓଡ଼ିଶା ଦଖଲ କଲେ, ସେମାନେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି ରଖିବା ବଦଳରେ ଏହାକୁ ଖଣ୍ଡ ଖଣ୍ଡ କରିଦେଲେ। ଆଉ ଏଇଠୁ ହିଁ ଆରମ୍ଭ ହେଲା ବିଭାଜନର କାହାଣୀ। ଆଉ ଏହି ବିଭାଜନ କିଛି ଛୋଟମୋଟ ନଥିଲା। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଓଡ଼ିଶାର କିଛି ଅଂଶ ଗଲା ବେଙ୍ଗଲ ପ୍ରେସିଡେନ୍ସିକୁ, କିଛି ଗଲା ମାଡ୍ରାସ ପ୍ରେସିଡେନ୍ସିକୁ, ଆଉ ବାକିତକ ଗଲା କେନ୍ଦ୍ରୀୟ ପ୍ରଦେଶକୁ। ମାନେ ଗୋଟିଏ ସଂସ୍କୃତିର ଲୋକ 3 ଭାଗରେ ବାଣ୍ଟି ହୋଇଗଲେ। ଏହାର ସିଧା ପ୍ରଭାବ ପଡ଼ିଲା ସେମାନଙ୍କର ରାଜନୈତିକ ଆଉ ସାଂସ୍କୃତିକ ପରିଚୟ ଉପରେ, ଯାହା ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଲା। କିନ୍ତୁ ଯେତେବେଳେ ଚାପ ବଢ଼େ, ସେତେବେଳେ ପ୍ରତିରୋଧ ବି ଜନ୍ମ ନିଏ। ଆଉ ଏହି ବିଭାଜନର ଜବାବରେ ଓଡ଼ିଆମାନେ ଚୁପ୍ ବସି ନଥିଲେ। ଏକ ଶକ୍ତିଶାଳୀ ଆନ୍ଦୋଳନ ଆରମ୍ଭ ହେଲା। ଆସନ୍ତୁ ଦେଖିବା ତାହା କେମିତି ଆଗକୁ ବଢ଼ିଲା। ଦେଖନ୍ତୁ, ଏତେ ବଡ଼ ଆନ୍ଦୋଳନ କିଛି ଗୋଟିଏ ରାତିରେ ଗଢ଼ି ଉଠି ନଥିଲା। ଏହାର ମୂଳଦୁଆ ପଡ଼ିଥିଲା 1882ରେ ଉତ୍କଳ ସଭା ଗଠନରୁ। ତାପରେ 1903ରେ ଉତ୍କଳ ସମ୍ମିଳନୀ ଏହାକୁ ଏକ ପକ୍କା ରାଜନୈତିକ ରୂପ ଦେଲା। ଆଉ 1920 ଆସିଲା ବେଳକୁ ଏହା ଜାତୀୟ ସ୍ତରରେ ଏକ ବଡ଼ ପ୍ରସଙ୍ଗ ପାଲଟିଗଲା। ଏହା ଥିଲା ଦଶନ୍ଧି ଧରି ଚାଲିଥିଲା ଏକ ଅକ୍ଲାନ୍ତ ସଂଘର୍ଷ। ଆଉ 1920 ମସିହା ଥିଲା ପ୍ରକୃତ ଟର୍ଣ୍ଣିଂ ପଏଣ୍ଟ। କାହିଁକି? କାରଣ ସେତେବେଳେ ଭାରତୀୟ ଜାତୀୟ କଂଗ୍ରେସ ନିଜେ ଏହି କଥାକୁ ମାନିଲା ଯେ ହଁ, ଭାଷା ଆଧାରରେ ରାଜ୍ୟ ଗଠନ ହେବା ଦରକାର। ବସ୍, ଏହାପରେ ଓଡ଼ିଶାର ଦାବିକୁ ଆଉ କେହି ଆଞ୍ଚଳିକ କହିପାରିଲେନି। ଏହାକୁ ମିଳିଗଲା ଏକ ଜାତୀୟ ସ୍ୱୀକୃତି, ଆଉ ଆନ୍ଦୋଳନକୁ ମିଳିଲା ନୂଆ ଶକ୍ତି। କିନ୍ତୁ କୌଣସି ବଡ଼ ଆନ୍ଦୋଳନ ତ ନେତୃତ୍ୱ ବିନା ଅସମ୍ଭବ। ତେବେ ଆସନ୍ତୁ ଏବେ ସେହି ମହାନ ବ୍ୟକ୍ତିମାନଙ୍କ କଥା ଜାଣିବା, ଯେଉଁମାନେ ଏହି ସ୍ୱପ୍ନକୁ ସାକାର କରିଥିଲେ। ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ଏମାନେ କେବଳ କିଛି ନାଁ ନୁହନ୍ତି। ଏମାନେ ଥିଲେ ସେହି ନୂଆ ରାଜ୍ୟର ସ୍ଥାପତି, ତାର ନିର୍ମାତା। ସେମାନଙ୍କର ରାଜନୈତିକ ଏବଂ ସାଂସ୍କୃତିକ ଅଭିଯାନ ହିଁ ଏହି ଆନ୍ଦୋଳନକୁ ଆଗକୁ ନେଇଥିଲା। ଏମାନଙ୍କ ମଧ୍ୟରେ ସବୁଠୁ ଆଗରେ ଥିଲେ ମଧୁସୂଦନ ଦାସ। ଲୋକେ ତାଙ୍କୁ ସ୍ନେହରେ ଡାକୁଥିଲେ ଉତ୍କଳ ଗୌରବ, ମାନେ ଓଡ଼ିଶାର ଗର୍ବ। ସେ କେବଳ ଜଣେ ଓକିଲ ନଥିଲେ, ବରଂ ଓଡ଼ିଆ ଏକତା ପାଇଁ ସଂଗ୍ରାମର ସେ ଥିଲେ ପ୍ରଥମ ସ୍ୱର। ସେହିଭଳି ଆଉ ଜଣେ ମହାନ ବ୍ୟକ୍ତି ଥିଲେ ଗୋପବନ୍ଧୁ ଦାସ, ଉତ୍କଳମଣି, ମାନେ ଓଡ଼ିଶାର ମଣି। ସେ ଏକାଧାରରେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜ ସଂସ୍କାରକ। ଆଉ ତାଙ୍କ ଯୋଗୁଁ ହିଁ ଏହି ଆନ୍ଦୋଳନ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିଥିଲା। ଆଚ୍ଛା, ତେବେ ଏତେ ସଂଘର୍ଷ, ଏତେ ନେତୃତ୍ୱ ପରେ ଶେଷରେ ସେହି ଦିନ ଆସିଲା, ଆମ କାହାଣୀର କ୍ଲାଇମ୍ୟାକ୍ସ, ଯେତେବେଳେ ଦଶନ୍ଧିର ସଂଘର୍ଷ ସଫଳ ହେଲା। ଏପ୍ରିଲ 1, 1936। ଏହି ତାରିଖଟା ଇତିହାସରେ ସବୁଦିନ ପାଇଁ ଲେଖା ହୋଇଗଲା। କାରଣ ଏହି ଦିନ ହିଁ ଦୀର୍ଘ ସଂଗ୍ରାମର ଅନ୍ତ ଘଟିଥିଲା ଏବଂ ଓଡ଼ିଶା ଏକ ସ୍ୱତନ୍ତ୍ର ପରିଚୟ ପାଇଥିଲା। ଆଉ ଏହା କେବଳ ଓଡ଼ିଶା ପାଇଁ ଗର୍ବର କଥା ନଥିଲା, ଏହା ପୁରା ଭାରତ ପାଇଁ ଏକ ଉଦାହରଣ ଥିଲା। କାହିଁକି ନା
ବ୍ରିଟିଶ ଭାରତରେ ଭାଷାକୁ ଆଧାର କରି ଗଠନ ହୋଇଥିବା ପ୍ରଥମ ପ୍ରଦେଶ ହିଁ ଥିଲା ଓଡ଼ିଶା। ଏହି ଘଟଣା ସମଗ୍ର ଭାରତ ପାଇଁ ଏକ ନୂଆ ବାଟ ଦେଖାଇଲା। ତେବେ କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଆଉ ଗଞ୍ଜାମ ଏହି 6ଟି ଜିଲ୍ଲାକୁ ନେଇ ଗଠିତ ହେଲା ନୂଆ ଓଡ଼ିଶା ପ୍ରଦେଶ। ଶେଷରେ ବିଭାଜିତ ହୋଇ ରହିଥିବା ଏକ ଜାତି ଗୋଟିଏ ପ୍ରଶାସନିକ ଛାତ ତଳକୁ ଆସିଲା। କିନ୍ତୁ କାହାଣୀ ଏଇଠି ସରୁନି। 1936ରେ ରାଜ୍ୟ ତ ଗଠନ ହେଲା, କିନ୍ତୁ ତାର ପ୍ରଭାବ ଆଜି ପର୍ଯ୍ୟନ୍ତ ରହିଛି। ଆସନ୍ତୁ ଦେଖିବା ଏହି ଆନ୍ଦୋଳନ ଆମ ଆଧୁନିକ ଓଡ଼ିଶାକୁ କେମିତି ଗଢ଼ିଛି। ସେହି ଐତିହାସିକ ଦିନଟିକୁ ଆମେ ଆଜି ବି ଭୁଲୁନୁ। ପ୍ରତିବର୍ଷ ଏପ୍ରିଲ 1 ତାରିଖରେ ଆମେ ସମସ୍ତେ ଉତ୍କଳ ଦିବସ ବା ଓଡ଼ିଶା ଦିବସ ପାଳନ କରୁ। ଏହା କେବଳ ଗୋଟିଏ ଛୁଟି ଦିନ ନୁହେଁ, ଏହା ସେହି ମହାନ ସଂଗ୍ରାମକୁ ମନେ ପକାଇବାର ଦିନ। ଆଉ ନିଜ ପରିଚୟକୁ ନେଇ ଏହି ଯାତ୍ରା ଏବେ ବି ଚାଲିଛି। ଦେଖନ୍ତୁ, 2011ରେ ରାଜ୍ୟର ନାଁ ଓଡ଼ିଶାରୁ ଓଡ଼ିଶା ଆଉ ଭାଷାର ନାଁ ଓଡ଼ିଆରୁ ଓଡ଼ିଆ କରାଗଲା। କାହିଁକି? କାରଣ ଏହା ହିଁ ଆମର ସଠିକ୍ ଉଚ୍ଚାରଣ, ଆମର ପ୍ରକୃତ ପରିଚୟ। ଆଉ ଶେଷରେ ଏହି ପୂରା ସଂଗ୍ରାମ, ସେହି ସ୍ୱାଭିମାନ ଆଉ ଗର୍ବର ଭାବନା ସବୁକିଛି ବହୁତ ସୁନ୍ଦର ଭାବରେ ଆମ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀରେ ରହିଛି। ଏହା କେବଳ ଗୋଟେ ଗୀତ ନୁହେଁ, ଏହା ହେଉଛି ଓଡ଼ିଆ ଅସ୍ମିତାର ପ୍ରତୀକ। ତେବେ ଶେଷରେ ଗୋଟିଏ କଥା ଭାବିବା ପାଇଁ ଛାଡ଼ିଯାଉଛି। ଓଡ଼ିଶାର ଏହି କାହାଣୀ ଆମକୁ ବହୁତ କିଛି ଶିଖାଏ। କିନ୍ତୁ କେବେ ଭାବିଛନ୍ତି ଆମର ଯେତେ ବି ଆଧୁନିକ ପରିଚୟ ଅଛି, ସେଥିରୁ କେତେଟା ଏମିତି ମାନଚିତ୍ରରେ ଗାର ଟଣାଯିବା ପାଇଁ ହୋଇଥିବା ସଂଘର୍ଷରୁ ତିଆରି ହୋଇଛି? 1947ରେ ସ୍ୱାଧୀନତା ପରେ ଆମ ଓଡ଼ିଶା ନିଜକୁ କେମିତି ବଦଳେଇଛି କେବେ ଭାବିଛନ୍ତି? ଆସନ୍ତୁ ଆଜି ଆମେ ସେହି ଚମତ୍କାର ଯାତ୍ରା ଭିତରକୁ ଯିବା ଆଉ ଦେଖିବା ଯୋଉଠି ପରମ୍ପରା ଆଉ ପ୍ରଗତି କେମିତି ହାତ ଧରାଧରି ହୋଇ ଏକ ନୂଆ କାହାଣୀ ଲେଖିଛନ୍ତି। ଏଇ ଦେଖନ୍ତୁ, ଏହା ହିଁ ତ ଆଜିର ଓଡ଼ିଶାର ପ୍ରକୃତ ପରିଚୟ। ଗୋଟିଏ ପଟେ ହଜାର ହଜାର ବର୍ଷ ପୁରୁଣା ଆମର ଗୌରବମୟ ଐତିହ୍ୟ, ଆଉ ଅନ୍ୟପଟେ ଭବିଷ୍ୟତକୁ ଦେଖୁଥିବା ଏକ ନୂଆ ଦୃଷ୍ଟିକୋଣ। ତେବେ ପ୍ରଶ୍ନ ଉଠୁଛି, ଏହି ଅନନ୍ୟ ମିଶ୍ରଣଟା ସମ୍ଭବ ହେଲା କେମିତି? ଚାଲନ୍ତୁ ଏହି କାହାଣୀର ଗଭୀରତାକୁ ଟିକେ ବୁଝିବା। ତେବେ ଆମର ଏହି କାହାଣୀ ଆରମ୍ଭ ହେଉଛି ଠିକ୍ 1947ରୁ, ଯେତେବେଳେ ଦେଶ ସ୍ୱାଧୀନ ହେଲା। ସେତେବେଳେ ଛୋଟ ଛୋଟ ଗଡ଼ଜାତ ରାଜ୍ୟରେ ବିକ୍ଷିପ୍ତ ହୋଇ ରହିଥିବା ଓଡ଼ିଶାକୁ ଏକାଠି କରି ଏକ ସୁସଂଗଠିତ ଆଉ ଆଧୁନିକ ରାଜ୍ୟ ଗଠନ କରିବା ସତ କହିବାକୁ ଗଲେ ଏକ ବହୁତ ବଡ଼ ଆହ୍ୱାନ ଥିଲା। ସେ ସମୟର ପ୍ରଥମ କିଛି ବର୍ଷ ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଗୋଟେ ପଟେ ସେହି ଗଡ଼ଜାତ ରାଜ୍ୟଗୁଡ଼ିକର ଏକୀକରଣ ଚାଲିଥିଲା, ଆଉ ତା ସହିତ ସମାନାନ୍ତର ଭାବେ ଏକ ନୂଆ ରାଜଧାନୀର ପରିକଳ୍ପନା ବି କରାଯାଉଥିଲା। ସତ କହିଲେ ଏହି ଦୁଇଟି ପଦକ୍ଷେପ ହିଁ ଏକ ନୂଆ ଯୁଗର ମୂଳଦୁଆ ପକାଇଥିଲା। ହେଲେ ଏଠି ଗୋଟେ ପ୍ରଶ୍ନ ଆସେ, ରାଜଧାନୀ ତ କଟକ ଥିଲା, ତାକୁ ବଦଳେଇବାର କ'ଣ ଦରକାର ଥିଲା? କଥାଟା ହେଉଛି, କଟକର ସୀମିତ ପରିସର ଭବିଷ୍ୟତର ବଡ଼ ବିକାଶ ପାଇଁ ଆଉ ଯଥେଷ୍ଟ ନଥିଲା। ତେଣୁ ଭୁବନେଶ୍ୱରର ଯୋଜନା କେବଳ ଏକ ନୂଆ ସହର ପାଇଁ ନଥିଲା, ବରଂ ଏହା ଥିଲା ଏକ ନୂଆ ଆଉ ମହତ୍ୱାକାଂକ୍ଷୀ ଓଡ଼ିଶାର ସ୍ୱପ୍ନର ପ୍ରତୀକ। ଆଉ ଜାଣନ୍ତି, ଭୁବନେଶ୍ୱରର ପ୍ଲାନିଂ ବହୁତ ହିଁ ବିଚାରପୂର୍ଣ୍ଣ ଥିଲା। ଏହା ସେତେବେଳେ ଭାରତର ପ୍ରଥମ କିଛି ଯୋଜନାବଦ୍ଧ ସହର ଭିତରୁ ଗୋଟିଏ ଥିଲା। ଆଉ ସବୁଠୁ ବିଶେଷ କଥାଟା କ'ଣ ଜାଣନ୍ତି? ଏହାର ଆଧୁନିକ ଡିଜାଇନ ଆମ ପ୍ରାଚୀନ ମନ୍ଦିରମାଳିନୀ ସହରର ଐତିହ୍ୟକୁ ପୂରାପୂରି ସମ୍ମାନ ଦେଇ ତିଆରି କରାଯାଇଥିଲା। ଏହା ହିଁ ତ ଥିଲା ପରମ୍ପରା ସହିତ ଆଧୁନିକତାର ସବୁଠୁ ସୁନ୍ଦର ମିଳନ। ଠିକ୍ ଅଛି, ତେବେ ରାଜ୍ୟର ଭିତ୍ତିପ୍ରସ୍ତର ତ ପଡ଼ିଗଲା, କିନ୍ତୁ ତାପରେ ଦରକାର ଥିଲା ଏକ ମଜବୁତ ଅର୍ଥନୈତିକ ଇଞ୍ଜିନ୍, ଯାହା ଏହି ନୂଆ ରାଜ୍ୟକୁ ଆଗକୁ ନେଇପାରିବ। ତେବେ ଚାଲନ୍ତୁ ଦେଖିବା ସେହି ସବୁ ବଡ଼ ବଡ଼ ପ୍ରକଳ୍ପକୁ ଯାହା ଓଡ଼ିଶାର ଅର୍ଥନୀତିକୁ ଏକ ନୂଆ ଦିଗ ଦେଲା। ଆଉ ସେହି ଇଞ୍ଜିନ୍ର ସବୁଠୁ ବଡ଼ ଅଂଶ ଥିଲା ହୀରାକୁଦ ବନ୍ଧ। ଦେଖନ୍ତୁ, ଏହା କେବଳ ଗୋଟିଏ ଡ୍ୟାମ୍ ନଥିଲା, ଏହା ଥିଲା ଏକା ସାଙ୍ଗରେ ତିନିଟା ବଡ଼ ସମସ୍ୟାର ସମାଧାନ। ପ୍ରଥମତଃ, ଏହା ମହାନଦୀର ଭୟଙ୍କର ବନ୍ୟାକୁ ରୋକିଲା। ଦ୍ୱିତୀୟରେ, ଲକ୍ଷ ଲକ୍ଷ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇଲା। ଆଉ ତୃତୀୟରେ, ଶିଳ୍ପ ପାଇଁ ଜରୁରୀ ଥିବା ବିଦ୍ୟୁତ୍ ଉତ୍ପାଦନ କଲା। ଏହା ପ୍ରକୃତରେ ସ୍ୱାଧୀନ ଭାରତର ଏକ ବିଶାଳ ଉପଲବ୍ଧି ଥିଲା। ସେଥିପାଇଁ ତ କୁହାଯାଏ ଯେ ଏହା ଥିଲା ଓଡ଼ିଶାର ନୂଆ ବିକାଶ ଧାରାର ପ୍ରତୀକ। କଥାଟାର ଅର୍ଥ ବହୁତ ଗଭୀର। ଦେଖନ୍ତୁ, ହୀରାକୁଦ କେବଳ ପାଣି କିମ୍ବା ବିଜୁଳି ଦେଉନଥିଲା, ବରଂ ଏହା ଥିଲା ଏକ ସମୃଦ୍ଧ ଭବିଷ୍ୟତର ଆଶା, ଆମର ଜାତୀୟ ଅଭିଳାଷର ଏକ ଜ୍ୱଳନ୍ତ ପ୍ରତୀକ। ଠିକ୍ ଅଛି, ବିଜୁଳି ତ ମିଳିଗଲା, କିନ୍ତୁ କାରଖାନା ଚଳାଇବା ପାଇଁ ଆଉ କ'ଣ ଦରକାର? କଞ୍ଚାମାଲ। ଆଉ ସେଇଠି କାମରେ ଆସିଲା ଓଡ଼ିଶାର ବିପୁଳ ପ୍ରାକୃତିକ ସମ୍ପଦ। ଆମର ସମୃଦ୍ଧ ଖଣିଜ ସମ୍ପଦ ହିଁ ଶିଳ୍ପ ବିକାଶ ପାଇଁ ଏକ ମଜବୁତ ମୂଳଦୁଆ ପକାଇଲା।
ହେଲେ ଦେଖନ୍ତୁ, କେବଳ ଖଣିଜ ସମ୍ପଦ ଥିଲେ ତ ହେବନି, ତାକୁ ଠିକ୍ ଭାବରେ ବ୍ୟବହାର କରିବାକୁ ପଡ଼ିବ। ଆଉ ସେଥିପାଇଁ ଯୋଜନାବଦ୍ଧ ଭାବରେ ଗଢ଼ାଗଲା ରାଉରକେଲା ଇସ୍ପାତ କାରଖାନା ଏବଂ ଓଡ଼ିଶା ମାଇନିଂ କର୍ପୋରେସନ ବା OMC ଭଳି ବଡ଼ ବଡ଼ ଉଦ୍ୟୋଗ। ଏହି ପଦକ୍ଷେପଗୁଡ଼ିକ ହିଁ ରାଜ୍ୟର ଶିଳ୍ପାୟନକୁ ଏକଦମ ନୂଆ ଗତି ଦେଲା। ହେଲେ ଏତେ ସବୁ ବିକାଶ, ଏତେ କାରଖାନା ଆଉ ଆଧୁନିକୀକରଣ ଭିତରେ ଗୋଟେ ବଡ଼ ପ୍ରଶ୍ନ ବି ମୁଣ୍ଡ ଟେକୁଥିଲା। ପ୍ରଶ୍ନ ଥିଲା, ଏହି ଦ୍ରୁତ ପ୍ରଗତି ଭିତରେ ଆମ ଓଡ଼ିଶାର ଅନନ୍ୟ ସାଂସ୍କୃତିକ ପରିଚୟ କ'ଣ କେଉଁଠି ହଜିଯିବ? ଚାଲନ୍ତୁ ଦେଖିବା ଏହି ସନ୍ତୁଳନକୁ କେମିତି ରକ୍ଷା କରାଗଲା। ଆଉ ଏଇଠି ହିଁ ଓଡ଼ିଶାର ବିକାଶ ଯୋଜନା ବାକି ସମସ୍ତଙ୍କଠାରୁ ଅଲଗା ଥିଲା। ଏହାର ସବୁଠାରୁ ଆକର୍ଷଣୀୟ କଥା ହେଉଛି, ଏଠି ସଂସ୍କୃତିକୁ କେବେ ବି ଦ୍ୱିତୀୟ ସ୍ଥାନ ଦିଆଯାଇ ନଥିଲା, ବରଂ ଏହାକୁ ବିକାଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ହିଁ ଦେଖାଯାଉଥିଲା। ଆଉ ଏହି ସନ୍ତୁଳିତ ଦୃଷ୍ଟିକୋଣ କେବଳ କଥାରେ ନଥିଲା, ଏହା କାମରେ ବି ଦେଖାଯାଉଥିଲା। ଦେଖନ୍ତୁ, ଗୋଟିଏ ପଟେ ଯେମିତି ବିଶ୍ୱବିଦ୍ୟାଳୟ ଆଉ ଇଞ୍ଜିନିୟରିଂ କଲେଜ ଖୋଲି ଶିକ୍ଷାକୁ ଗୁରୁତ୍ୱ ଦିଆଗଲା, ଠିକ୍ ସେମିତି ଅନ୍ୟପଟେ ଓଡ଼ିଆ ସାହିତ୍ୟ, କଳା ଆଉ ପରମ୍ପରାକୁ ବଞ୍ଚି ରଖିବା ପାଇଁ ସାହିତ୍ୟ ଏକାଡେମୀ ଭଳି ଅନୁଷ୍ଠାନ ଗଢ଼ାଗଲା। ତେବେ ଏ ଥିଲା ଅତୀତର କଥା। ଚାଲନ୍ତୁ ଏବେ ସିଧା ଆସିବା ବର୍ତ୍ତମାନ ସମୟକୁ। ସେହି ଯେଉଁ ମଜବୁତ ଭିତ୍ତିଭୂମି ତିଆରି ହୋଇଥିଲା, ତା ଉପରେ ଆଜିର ଓଡ଼ିଶା ଏକବିଂଶ ଶତାବ୍ଦୀର ଚ୍ୟାଲେଞ୍ଜଗୁଡ଼ିକୁ କେମିତି ସାମ୍ନା କରୁଛି? ଆଉ ଏହାର ଉତ୍ତର ହେଉଛି ସେହି ପୁରୁଣା ପରମ୍ପରାକୁ ଜାରି ରଖିବା। ମାନେ, ଯେଉଁ ଯୋଜନାବଦ୍ଧ ବିକାଶର ଧାରା ହୀରାକୁଦ କିମ୍ବା ଭୁବନେଶ୍ୱରରୁ ଆରମ୍ଭ ହୋଇଥିଲା, ତାହା ଆଜି ବି ସେମିତି ଚାଲିଛି। ଏହା ହିଁ ସେହି ନିରନ୍ତର ପ୍ରତିବଦ୍ଧତାର ପ୍ରମାଣ। ଆଉ ଆଜିର ସମୟରେ ଏହି ଯୋଜନାର ରୂପ କେମିତି? ଉଦାହରଣ ସ୍ୱରୂପ, ସ୍ମାର୍ଟ ସିଟି ମିଶନ ମାଧ୍ୟମରେ ସହରର ଭିତ୍ତିଭୂମିକୁ ଆହୁରି ଭଲ କରାଯାଉଛି। ସମୃଦ୍ଧ ସହର ଯୋଜନାରେ ରାଜ୍ୟର ଅନ୍ୟ ଅଞ୍ଚଳରେ ବି ଯୋଜନାବଦ୍ଧ ସହରୀକରଣ କରାଯାଉଛି। ଏପରିକି ଲକ୍ଷପତି ଦିଦି ଭଳି କାର୍ଯ୍ୟକ୍ରମ ଜରିଆରେ ଗାଁର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରାଯାଉଛି। ଏହା ହିଁ ଏକ ସାମଗ୍ରିକ ବିକାଶର ଦୃଷ୍ଟିକୋଣ। ତେବେ ଏତେ ସବୁ ଦଶନ୍ଧିର ଯୋଜନା ଓ ପରିଶ୍ରମର ଫଳ କ'ଣ? ଫଳ ଆଜି ଆମ ସମସ୍ତଙ୍କ ସାମ୍ନାରେ। ଆଜି ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ଦେଶର ଜାତୀୟ ହାର ସହିତ ସମାନ, ବେଳେବେଳେ ତାଠାରୁ ବି ଅଧିକ। ଏହି ଗୋଟିଏ ତଥ୍ୟ ହିଁ ପୂରା କାହାଣୀ କହିଦେଉଛି। ଆଉ ସେହି ଐତିହ୍ୟ ସହ ଆଧୁନିକତାର ମିଳନର ସବୁଠୁ ଭଲ ଉଦାହରଣ ଯଦି ଦେଖିବା, ତାହା ହେଉଛି ପୁରୀ। ଦେଖନ୍ତୁ, ଏଠି କେମିତି ପ୍ରାଚୀନ ଐତିହ୍ୟକୁ ବ୍ଲୁ ଫ୍ଲାଗ ବିଚ୍ ଭଳି ବିଶ୍ୱସ୍ତରୀୟ ଆଧୁନିକ ସୁବିଧା ସହିତ ଯୋଡ଼ାଯାଉଛି। ଏହାଦ୍ୱାରା ପର୍ଯ୍ୟଟନକୁ ଏକଦମ ନୂଆ ସ୍ତରକୁ ନେବାର ପ୍ରୟାସ କରାଯାଉଛି। ଏହାଠୁ ସୁନ୍ଦର ସମନ୍ୱୟ ଆଉ କ'ଣ ହୋଇପାରେ? ତେବେ ଓଡ଼ିଶାର ଏହି କାହାଣୀ ଏଠି ଶେଷ ହେଉନି। ଏହା ଏବେ ବି ଲେଖା ଚାଲିଛି। ଆଉ ଏହି ଯାତ୍ରା ଭିତରେ ଶେଷ ପ୍ରଶ୍ନଟି ହେଉଛି, ଆଗାମୀ ଭବିଷ୍ୟତରେ ବିକାଶ ଏବଂ ଐତିହ୍ୟର ଏହି ସଂଜ୍ଞାକୁ ଓଡ଼ିଶା କିପରି ଏକ ନୂଆ ପରିଭାଷା ଦେବ? ଏହି ଯାତ୍ରା ପ୍ରକୃତରେ କେବଳ ଓଡ଼ିଶା ପାଇଁ ନୁହେଁ, ବରଂ ସାରା ଦେଶ ପାଇଁ ଏକ ଶିକ୍ଷା। ଆସନ୍ତୁ, ଆଜି ଆମେ ଭାରତର ପୂର୍ବ ଉପକୂଳରେ ଥିବା ଓଡ଼ିଶାର ସେହି ସମୃଦ୍ଧ ସାଂସ୍କୃତିକ ଦୁନିଆରେ ବୁଲିବା। ଏହାକୁ ଆମେ ଏକ ଜୀବନ୍ତ କାରୁକାର୍ଯ୍ୟ ବା ଟେପେଷ୍ଟ୍ରି ସହ ତୁଳନା କରିପାରିବା, ଯାହା ଶତାବ୍ଦୀ ଶତାବ୍ଦୀ ଧରି ନୂଆ ନୂଆ ରଙ୍ଗ ଆଉ ସୂତାରେ ବୁଣା ହୋଇ ଆହୁରି ସୁନ୍ଦର ହେବାରେ ଲାଗିଛି। ଆପଣ କେବେ ଶୁଣିଛନ୍ତି 12 ମାସେ 13 ପର୍ବ? ଏହା କେବଳ ଏକ କଥା ନୁହେଁ, ବରଂ ଏହା ହେଉଛି ଓଡ଼ିଆ ଜୀବନଶୈଳୀର ଏକଦମ ସଠିକ୍ ପରିଚୟ। ଏଥିରୁ ଜଣାପଡ଼େ ଯେ ଓଡ଼ିଶାରେ ଉତ୍ସବଗୁଡ଼ିକ କେବଳ ଛୁଟିଦିନ ନୁହେଁ, ବରଂ ଏଗୁଡ଼ିକ ଜୀବନର ଏକ ଅଂଶ ବିଶେଷ। ତାହେଲେ ଏହି ଉତ୍ସବମୁଖର ସଂସ୍କୃତିର ମୂଳ କେଉଁଠି? ଭାବନ୍ତୁ, ଏହା ଏକ ବିଶାଳ ସୁନ୍ଦର କାରୁକାର୍ଯ୍ୟ ଭଳି, ଯେଉଁଥିରେ ଆର୍ଯ୍ୟ, ଦ୍ରାବିଡ଼, ଆଦିବାସୀ ଏବଂ ଏପରିକି ସାମୁଦ୍ରିକ ପରମ୍ପରାର ସୂତା ସବୁ ଏକାଠି ମିଶି ବୁଣା ହୋଇଯାଇଛି। ଆଉ ଏହି ମିଶ୍ରଣ ହିଁ ଏହାକୁ ଏତେ ଖାସ୍ କରିଛି। ଯେକୌଣସି କାରୁକାର୍ଯ୍ୟର ଏକ ମୂଳଦୁଆ ଥାଏ, ଠିକ୍ ସେମିତି ଓଡ଼ିଶାର ଏହି ସାଂସ୍କୃତିକ କାରୁକାର୍ଯ୍ୟର ମୂଳଦୁଆ ହେଉଛି ସାମୂହିକ ଭାବନା, ବୟସ୍କମାନଙ୍କ ପ୍ରତି ସମ୍ମାନ, ଗଭୀର ଆଧ୍ୟାତ୍ମିକତା, ଆଉ ସବୁଠୁ ବଡ଼ କଥା ହେଉଛି ମିଳିମିଶି ପର୍ବପର୍ବାଣୀ ପାଳନ କରିବାର ଆନନ୍ଦ। ଏହି ମୂଲ୍ୟବୋଧ ହିଁ ସମାଜକୁ ଏକାଠି ବାନ୍ଧି ରଖିଛି। ଚାଲନ୍ତୁ ଏବେ ଏହି କାରୁକାର୍ଯ୍ୟର ସୂତାଗୁଡ଼ିକୁ ଟିକେ ପାଖରୁ ଦେଖିବା। ଓଡ଼ିଶାରେ କଳା ଆଉ ଭକ୍ତି, ଜାଣନ୍ତି, ଏ ଦୁଇଟା କେବେ ବି ଅଲଗା ନୁହେଁ, ବରଂ ସେଗୁଡ଼ିକ ଏକାଠି ମିଶି ଏହି ସାଂସ୍କୃତିକ କାରୁକାର୍ଯ୍ୟର ସବୁଠାରୁ ସୁନ୍ଦର ଡିଜାଇନ୍ ତିଆରି କରନ୍ତି।
ଆଉ ସବୁଠୁ ପ୍ରଥମ ଆଉ ସୁନ୍ଦର ସୂତାଟି ହେଲା ଓଡ଼ିଶୀ ନୃତ୍ୟ। ଭାରତର 8ଟି ଶାସ୍ତ୍ରୀୟ ନୃତ୍ୟ ମଧ୍ୟରୁ ଏହା ଅନ୍ୟତମ। କିନ୍ତୁ ଏହା ଖାଲି ଗୋଟେ ନାଚ ନୁହେଁ, ଏହା ଏକ ଚଳନ୍ତି କବିତା, ଏକ ଗତିଶୀଳ ପ୍ରାର୍ଥନା। ଏହାର ପ୍ରତ୍ୟେକ ମୁଦ୍ର ଆଉ ଭଙ୍ଗୀରେ ପୁରାଣର କାହାଣୀ ସତେ ଯେମିତି ଜୀବନ୍ତ ହୋଇଉଠେ। କିନ୍ତୁ ଓଡ଼ିଶୀର ମୂଳ କେଉଁଠି? ଏହାର ଇତିହାସକୁ ଦେଖିଲେ ଆମକୁ ମିଳେ ଗୋଟିପୁଅ ପରମ୍ପରା। ଏହା ହେଉଛି ଓଡ଼ିଶୀର ଏକ ପୂର୍ବ ରୂପ, ଯେଉଁଥି ଛୋଟ ପୁଅମାନେ ଝିଅ ବେଶରେ ନୃତ୍ୟ କରୁଥିଲେ। ଏଥିରୁ ଜଣାପଡ଼େ ଯେ କଳା କିପରି ସମୟ ସହିତ ନିଜକୁ ବଦଳାଏ, କିନ୍ତୁ ନିଜର ଆତ୍ମାକୁ ସବୁବେଳେ ବଞ୍ଚାଇ ରଖେ। କିନ୍ତୁ କଳାର ସୂତା ଖାଲି ନୃତ୍ୟରେ ସୀମିତ ନାହିଁ। ଆପଣ ପଟ୍ଟଚିତ୍ର ଦେଖିଛନ୍ତି? କପଡ଼ା ଉପରେ କେମିତି ପୁରା କାହାଣୀ ଜୀବନ୍ତ ହୋଇଉଠେ। ଆଉ ପିପିଲିର ସେଇ ରଙ୍ଗବେରଙ୍ଗର ଚାନ୍ଦୁଆ କାମ, ପୁରୀ ବେଳାଭୂମିର ବାଲୁକା କଳା ଆଉ ସମ୍ବଲପୁରୀ ଶାଢ଼ୀ, ଏ ପ୍ରତ୍ୟେକ କଳା ହେଉଛି ପିଢ଼ି ପରେ ପିଢ଼ି ଚାଲିଆସିଥିବା କାରିଗରୀର ଏକ ଜୀବନ୍ତ ଉଦାହରଣ। ତେବେ ଗୋଟେ କଥା ବୁଝିବାକୁ ହେବ, ଏସବୁ ଖାଲି ସୁନ୍ଦର ଜିନିଷ ନୁହେଁ। ଏଗୁଡ଼ିକ ହେଉଛି ଗୋଟେ ଗୋଟେ ସମୟର ବାହକ ବା ଟାଇମ୍ କ୍ୟାପସୁଲ। ଏହା ଭିତରେ କାହାଣୀ, ବିଶ୍ୱାସ ଏବଂ ସାଂସ୍କୃତିକ ପରିଚୟ ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ଯାତ୍ରା କରେ। ଏବେ ଆସିଲା ସବୁଠୁ ମଜାଦାର କଥା। କାରୁକାର୍ଯ୍ୟର ସୂତା ତ ଦେଖିଲେ, ଏବେ ତାର ରଙ୍ଗ ଦେଖିବା। ଆଉ ଏ ରଙ୍ଗ ହେଉଛି ଓଡ଼ିଶାର ପର୍ବପର୍ବାଣୀ, ଯାହା ପୁରା ସମାଜକୁ ଏକାଠି ବାନ୍ଧି ରଖେ। ମନେ ଅଛି ଆମେ ଆରମ୍ଭ କରିଥିଲୁ 12 ମାସେ 13 ପର୍ବରୁ। ଦେଖନ୍ତୁ, ଏଇଟା ଖାଲି କଥାର କଥା ନୁହେଁ, ଏହା ହେଉଛି ଓଡ଼ିଶାର ସାଂସ୍କୃତିକ ସମୃଦ୍ଧିର ଏକ ଶକ୍ତିଶାଳୀ ପ୍ରତୀକ। ଆଉ ଓଡ଼ିଶାର ପର୍ବପର୍ବାଣୀର ବିବିଧତା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଗୋଟେ ପଟେ ଅଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଯେଉଁଠି ଲକ୍ଷ ଲକ୍ଷ ଲୋକଙ୍କ ଭକ୍ତିର ସାଗର ଦେଖିବାକୁ ମିଳେ। ଆଉ ଅନ୍ୟପଟେ ଦେଖନ୍ତୁ ରଜ ପର୍ବ, ଯାହା ପ୍ରକୃତି, କୃଷି ଆଉ ନାରୀତ୍ୱକୁ ନେଇ ପାଳନ କରାଯାଏ। ଦେଖନ୍ତୁ କେତେ ସୁନ୍ଦର ମିଶ୍ରଣ। ଆଉ ଗୋଟେ ବହୁତ ଖାସ୍ ପରମ୍ପରା ହେଉଛି ବୋଇତ ବାନ୍ଧଣ। ଏଇଟା ଖାଲି ଗୋଟେ ପୂଜା ନୁହେଁ, ଏହା ହେଉଛି ଓଡ଼ିଶାର ସେହି ଗୌରବମୟ ସାମୁଦ୍ରିକ ଇତିହାସକୁ ମନେ ପକାଇବାର ଏକ ସୁନ୍ଦର ଉପାୟ। କାର୍ତ୍ତିକ ପୂର୍ଣ୍ଣିମାରେ ଛୋଟ ଛୋଟ ଡଙ୍ଗା ଭସାଇ ଲୋକମାନେ ନିଜର ସେହି ସାହସୀ ପୂର୍ବପୁରୁଷମାନଙ୍କୁ ମନେ ପକାନ୍ତି। ଆଚ୍ଛା, ଆମେ କଳା, ଉତ୍ସବ, ରଙ୍ଗ ସବୁ ଦେଖିଲେ, କିନ୍ତୁ ଏସବୁ ଯୋଉ କପଡ଼ା ଉପରେ ବୁଣା ହେଇଛି, ସେଇଟା କ'ଣ? ସେଇଟା ହେଉଛି ଓଡ଼ିଶାର ଦୈନନ୍ଦିନ ଜୀବନ, ଯାହା ଏହି ପୁରା କାରୁକାର୍ଯ୍ୟକୁ ଧରି ରଖିଛି। ଆଉ ଏହି ସାଂସ୍କୃତିକ କପଡ଼ାର ସବୁଠୁ ପୁରୁଣା ଆଉ ମଜବୁତ ସୂତାଗୁଡ଼ିକ ଆସିଛି ଆଦିବାସୀ ପରମ୍ପରାରୁ। ସେମାନଙ୍କର ଲୋକକଳା, ସଙ୍ଗୀତ ଆଉ ପ୍ରକୃତି ସହ ଯେଉଁ ଗଭୀର ସମ୍ପର୍କ, ତାହା ହିଁ ଓଡ଼ିଆ ସଂସ୍କୃତିର ଆତ୍ମା। ଦୈନନ୍ଦିନ ଜୀବନ କଥା ପଢ଼ିଲେ ଖାଦ୍ୟ କଥା ତ ନିଶ୍ଚୟ ଆସିବ। ଆଉ ଓଡ଼ିଆ ଖାଦ୍ୟ କହିଲେ ସମସ୍ତଙ୍କ ମନକୁ ପ୍ରଥମେ ଆସେ ପଖାଳ। ଏହା ଖାଲି ଏକ ଖାଦ୍ୟ ନୁହେଁ, ଏହା ଏକ ଭାବନା। ଏହା ସରଳତା, ପରମ୍ପରା ଆଉ ଏଠିକାର ଜଳବାୟୁ ସହ ଖାପ ଖୁଆଇ ଚଳିବାର ଏକ ପ୍ରତୀକ। ଏହାର ଗୁରୁତ୍ୱ ଏତେ ଯେ ଏଥିପାଇଁ ମାର୍ଚ୍ଚ 20 ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ। କିନ୍ତୁ କାହାଣୀ ଖାଲି ପଖାଳରେ ସରେନି। ଡାଲମାର ସେଇ ସରଳ ପୁଷ୍ଟିକର ସ୍ୱାଦ ଆଉ ଛେନାପୋଡ଼ର ସେଇ ପୋଡ଼ା ବାସ୍ନା, ଯାହାକୁ ଓଡ଼ିଶାର ଚିଜ୍ କେକ୍ ବି କୁହାଯାଇପାରେ, ଏସବୁ ମିଶି ଓଡ଼ିଆ ଖାଦ୍ୟକୁ ବହୁତ ଖାସ୍ କରିଥାଏ। ଏତେ ସବୁ ପରମ୍ପରା କଥା ଶୁଣିଲା ପରେ ମନରେ ଗୋଟେ ପ୍ରଶ୍ନ ଆସିପାରେ, କ'ଣ ଏସବୁ କେବଳ ଇତିହାସ ବାହିରେ ଅଛି? ବିଲକୁଲ ନୁହେଁ। ମଜା କଥା ହେଉଛି, ଏହି ସାଂସ୍କୃତିକ କାରୁକାର୍ଯ୍ୟ କୌଣସି ସଂଗ୍ରହାଳୟରେ ନାହିଁ, ବରଂ ଏହା ଆଜି ବି ଆମ ସାମ୍ନାରେ ସକ୍ରିୟ ଭାବେ ବୁଣାଚାଲିଛି। ଏହାର ଅର୍ଥ ହେଉଛି ଓଡ଼ିଆ ସଂସ୍କୃତି କୌଣସି ସ୍ଥିର ଜିନିଷ ନୁହେଁ। ଏହା ଜୀବନ୍ତ, ଏହା ସମୟ ସହିତ ବଦଳୁଛି, ଆଉ ଏହାର ପରିଚୟ ଏବେ ଖାଲି ରାଜ୍ୟ ଭିତରେ ସୀମିତ ନାହିଁ, ଏହା ବାହାରେ ମଧ୍ୟ ପାଳନ କରାଯାଉଛି। ତେବେ କେମିତି ଏହା ଏତେ ଜୀବନ୍ତ ରହିଛି? ଏହା ପଛରେ 3ଟି ମୁଖ୍ୟ ଶକ୍ତି ଅଛି। ପ୍ରଥମତଃ ବିଶ୍ୱର କୋଣ ଅନୁକୋଣରେ ଥିବା ପ୍ରବାସୀ ଓଡ଼ିଆମାନେ। ଦ୍ୱିତୀୟରେ ଆମର ଆଧୁନିକ କଳାକାରମାନେ, ଯେଉଁମାନେ ପରମ୍ପରାକୁ ନୂଆ ରୂପ ଦେଉଛନ୍ତି। ଆଉ ତୃତୀୟରେ ଜାତୀୟ ସ୍ତରରେ ଏହାର ପ୍ରଦର୍ଶନ, ଯାହା ଏହି ସଂସ୍କୃତିକୁ ସବୁବେଳେ ଚର୍ଚ୍ଚାରେ ରଖିଛି। ଶେଷରେ ଏହି ଗୋଟିଏ ବାକ୍ୟରେ ଆମେ ପୂରା କଥାକୁ ବୁଝିପାରିବା। ଓଡ଼ିଶାର ସଂସ୍କୃତି ଏକ ଏମିତି ଜୀବନ୍ତ କାରୁକାର୍ଯ୍ୟ ଯାହା ଇତିହାସର ଗଭୀରତାକୁ ବି ଦେଖାଏ ଆଉ ସମୟ ସହ ନିଜକୁ ବଦଳେଇବାର କ୍ଷମତା ବି ରଖେ। ଆଉ ସବୁଠୁ ବଡ଼ କଥା, ଏହା ଲୋକଙ୍କୁ ଏକାଠି ବାନ୍ଧି ରଖେ। ତେବେ ଶେଷରେ ଏହି ପ୍ରଶ୍ନଟି ଆମ ସମସ୍ତଙ୍କ ପାଇଁ, ଏତେ ଦ୍ରୁତ ଗତିରେ ବଦଳୁଥିବା ଦୁନିଆରେ ଗୋଟିଏ ସଂସ୍କୃତି ନିଜର ପୁରୁଣା ସୂତାକୁ ସାଇତି ରଖି ନୂଆ ଡିଜାଇନ କେମିତି ତିଆରି କରିପାରିବ? ଏହା ହିଁ ଓଡ଼ିଆ ସଂସ୍କୃତିର ଚାଲିଥିବା ଯାତ୍ରା। ଧନ୍ୟବାଦ।